ଚକ୍ରରେ ଉପସ୍ଥିତ ଥିବା ସମସ୍ତ ଅପାଭାଇମାନଙ୍କୁ ମୋର ଅନ୍ତର୍ଭରା ନମସ୍କାର। ବିଷୟବସ୍ତୁ ତ ଆପଣମାନେ ଶୁଣିଲେ। ଆଲୋଚନାଟି ଆରମ୍ଭ କରିବା ଶ୍ରୀ ଅରବିନ୍ଦଙ୍କର ଗୋଟିଏ ବାଣୀରୁ, ଯୋଉଠି ପ୍ରଭୁ କହୁଛନ୍ତି, ଦି ରିଷିଜ୍, ଦି ସାଧକସ୍ and the saints are the natural fruit of our Indian soil. There has been no age in which they have not been born. ପ୍ରଭୁ କହନ୍ତି, ଋଷି ହୁଅନ୍ତୁ, ସାଧକ ହୁଅନ୍ତୁ ଏବଂ ସନ୍ଥ ହୁଅନ୍ତୁ, ଏ ସମସ୍ତେ ହେଉଛନ୍ତି ଭାରତ ରୂପୀ ଗୋଟିଏ ବୃକ୍ଷର ପ୍ରାକୃତିକ ଫଳ ସମ୍ଭାର। ଏବଂ ଏପରି କୌଣସି ଯୁଗ ନାହିଁ ଯେଉଁ ଯୁଗରେ ସେମାନେ ଅବତୀର୍ଣ୍ଣ ହେଇନାହାନ୍ତି। এই ମୁନି ଋଷିମାନଙ୍କୁ ମା କହନ୍ତି, they are the involutionary beings, not the evolutionary beings like us. ଆମେ ଯେମିତି ବିବର୍ତ୍ତନବାଦର ପ୍ରାଣୀ ବା ଆମ ଜୀବନଟି ଯେମିତି ବିବର୍ତ୍ତନବାଦ ଉପରେ ପର୍ଯ୍ୟବେସିତ, ମୁନି ଋଷିମାନଙ୍କର ଜୀବନ ତା ନୁହେଁ। ସେମାନେ ସିଧାସଳଖ ମାନବୀୟ ସ୍ୱର ଧାରଣ କରନ୍ତି ଏବଂ ଏ ବିଶ୍ୱକୁ ଆଗମନ କରିଥାନ୍ତି। ତାହେଲେ ଯୋଉ ମାଟି ଏଭଳି ଇନଭୋଲ୍ୟୁସନାରୀ ବିଙ୍ଗ ମାନଙ୍କୁ ଧାରଣ କରିଥାଏ, ଈଶ୍ୱରଙ୍କ ନିର୍ବାଚିତ ଆତ୍ମା ଗୁଡ଼ିକ ଯେଉଁ ମାଟିରେ ଲୀଳାଖେଳା କରିଯାଆନ୍ତି, ସେ ମାଟିର ମହନୀୟତା ଯୁଗ ଯୁଗ ଧରି ସ୍ୱୀକୃତି ଲାଭ କରି ଆସିଛି। ଏ କେବଳ ମୋର ମାତୃଭୂମି ବୋଲି ମୁଁ ତାକୁ କହୁନାହିଁ, ବରଂ ଯଦି ଆମେ ଦୃଢ଼ ଭାବରେ ଦେଖିବା, ଗଭୀର ଭାବରେ ଚିନ୍ତନ କରିବା, ମନେ ହେବ ସତେ ଯେମିତି ଭାରତବର୍ଷର ସୃଷ୍ଟି ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଅଦୃଶ୍ୟ ସଚେତନ ଶକ୍ତି ଏ ଭୂମିକୁ ତାର ଦିଗ୍ଦର୍ଶନ ଦେଇ ଚାଲିଛି ଏବଂ ତାକୁ ସୁନ୍ଦର ଭାବରେ ବିଭିନ୍ନ ଘଟଣାବଳୀ, ବିଭିନ୍ନ ଦୁର୍ଘଟଣା ଭିତରେ ଦେଇକି ମଧ୍ୟ ବାଟ କଢ଼େଇ ନେଇ ଚାଲିଛି। ବର୍ତ୍ତମାନ ଆମେ ଦେଖିବା ଭାରତବର୍ଷର ଭୂଗୋଳ, ଭାରତବର୍ଷର ଇତିହାସ, ଭାରତବର୍ଷର ସଂସ୍କୃତି, ଭାରତବର୍ଷର ଧର୍ମଧାରା ଏବଂ ଭାରତବର୍ଷର ରାଜନୀତି ସବୁ କ୍ଷେତ୍ରରେ ସତେ ଯେମିତି ଗୋଟିଏ ଦୈବୀ ହସ୍ତକ୍ଷେପ ଭାରତକୁ ସୁରକ୍ଷା ପ୍ରଦାନ କରି ଆସିଛି। ପ୍ରଥମ ଦେଖିବା ଭାରତବର୍ଷର ଭୂଗୋଳ। ବର୍ତ୍ତମାନ ଯୋଉ ଦେଶଟିକୁ ଆମେ ଭାରତବର୍ଷ କହୁଛୁ, ତାହା ହେଉଛି ଏକ ସଂକୁଚିତ ଭୂଖଣ୍ଡ, କିନ୍ତୁ ଦିନ ଥିଲା ତାର ବ୍ୟାପ୍ତି ଥିଲା ପୂର୍ବରୁ ଆରାକାନ ପର୍ବତମାଳା ଠାରୁ ଆରମ୍ଭ କରି ପଶ୍ଚିମରେ ହିନ୍ଦୁକୁଶ ପର୍ବତମାଳା ପର୍ଯ୍ୟନ୍ତ ଏବଂ ଉତ୍ତରରେ ହିମାଳୟ ଠାରୁ ଆରମ୍ଭ କରି ଦାକ୍ଷିଣାତ୍ୟରେ ହିନ୍ଦ ମହାସାଗର ବା ଯାହାକୁ ଭାରତ ମହାସାଗର ବୋଲି କୁହାଯାଏ, ସେ ପର୍ଯ୍ୟନ୍ତ ଥିଲା ତାର ବିସ୍ତୃତି। ଏବଂ ଏହି ବିଶାଳ ଭୂଖଣ୍ଡରେ ଥିଲା ଅଖଣ୍ଡ ଭାରତବର୍ଷ। ମନେ ହୁଏ ସତେ ଯେମିତି ପ୍ରକୃତି ନିଜ ହାତରେ ଭୂଖଣ୍ଡଟିକୁ ସୃଷ୍ଟି କରିଛି ଏବଂ ଏହାର ଯଦି ମାନଚିତ୍ର ପ୍ରତି ଆମେ ଦୃଷ୍ଟି ଦେବା, ତାହେଲେ ଆମେ ଦେଖିବା ସତେ ଯେମିତି ଭୂଖଣ୍ଡକୁ ଚାରି ଦିଗରୁ ପ୍ରାକୃତିକ ସୁରକ୍ଷା ବଳୟଟିଏ ଘେରିକି ରହିଛି। ଉଚ୍ଚ ଉଚ୍ଚ ପର୍ବତମାଳା, ଦୁର୍ଲଙ୍ଘ ମହାସାଗର, ଇଏ ହେଉଛି ଏଇ ଭାରତବର୍ଷର ସୀମାରେଖା। ଇଏ କେବଳ ଆକ୍ସିଡେଣ୍ଟାଲି ହେଇଯାଏ ନାହିଁ, ସତେ ଯେମିତି କେହି ଗୋଟିଏ ସଚେତନ ସତ୍ତା ଏଭଳି ଗୋଟିଏ ଦେଶଟି ନିର୍ମାଣ କରିଛି, ଯୋଉ ଦେଶ କି ବିଶ୍ୱଗୁରୁ ହବାର ସୌଭାଗ୍ୟ ଲାଭ କରିବ, ଏ ସ୍ୱୀକୃତି ବହୁ ଆଗରୁ ଉର୍ଦ୍ଧ୍ୱସ୍ଥ ଚେତନା ଭିତରେ ସ୍ଥିର ହୋଇ ସାରିଛି। ତାପରେ ଆମେ ଆସିବା ଯେ ଭାରତବର୍ଷର ଇତିହାସ ଭିତରକୁ। ଆମେ ଦେଖିବା ଯେ ଭାରତର ଇତିହାସ ହେଉଛି ଏକ ସ୍ୱତନ୍ତ୍ର ଇତିହାସ ଏବଂ ଏହା ହେଉଛି ଏକ ଏଭଳି ଗୌରବମୟ ଇତିହାସ ଯାହାକି ଅନ୍ୟ କୌଣସି ଦେଶରେ ସମ୍ଭବ ହୁଏ ନାହିଁ। ଆମର ସଭ୍ୟତା ଅତି ପ୍ରାଚୀନ, ଆହୁରି ମଧ୍ୟ ପ୍ରାଚୀନତର ସଭ୍ୟତା ଗୁଡ଼ିକ ରହିଛି ପୃଥିବୀରେ, ଯଥା ମିଶରୀୟ ସଭ୍ୟତା, ଯାହାକୁ ବର୍ତ୍ତମାନ ଇଜିପ୍ଟ କୁହାଯାଉଛି, ସେଠି ଗୋଟିଏ ସଭ୍ୟତା ବିକଶିତ ହୋଇଥିଲା। ମେସୋପୋଟାମିଆ ବା ଇରାକ ଯୋଉଟାକୁ କୁହାଯାଉଛି, ସେଠି ମଧ୍ୟ ଗୋଟିଏ ସଭ୍ୟତା ବିକଶିତ ହୋଇଥିଲା। ଏତଦୁକ୍ତ ଇରାନରେ ମଧ୍ୟ ଗୋଟିଏ ସଭ୍ୟତା ବିକଶିତ ହୋଇଥିଲା, ଚୀନରେ ଗୋଟିଏ ସଭ୍ୟତା ବିକଶିତ ହୋଇଥିଲା ଏବଂ ଏଇଭଳି ଦେଖିବାକୁ ଗଲେ ୟୁରୋପୀୟ ଭୂଖଣ୍ଡରେ ଗ୍ରୀସ ହଉ, ରୋମ ହଉ ଏବଂ ଅନ୍ୟାନ୍ୟ ସ୍ଥାନ ହଉ, ଏ ସବୁରେ ଗୋଟିଏ ଗୋଟିଏ ସଭ୍ୟତା ବିକଶିତ ହେଇଥିଲା। ଭାରତବର୍ଷରେ ମଧ୍ୟ ଗୋଟିଏ ସଭ୍ୟତା ବିକଶିତ ହେଇଛି। କିନ୍ତୁ କାଳକ୍ରମେ ଦେଖାଗଲା ଯେ ଅନ୍ୟାନ୍ୟ ଦେଶର ସଭ୍ୟତା ଗୁଡ଼ିକ ସମୟକ୍ରମେ ନିଶ୍ଚିହ୍ନ ହୋଇଗଲା। ମିଶରୀୟ ସଭ୍ୟତା ହଉ, ଇରାନୀୟ ସଭ୍ୟତା ହଉ ବା ମେସୋପୋଟାମିଆ ସଭ୍ୟତା ହଉ, ମୁସଲମାନ ଆକ୍ରମଣକାରୀଙ୍କ ଦ୍ୱାରା ଏଗୁଡ଼ିକ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ଏବଂ ନିଶ୍ଚିହ୍ନ ହୋଇଗଲା। ଆଉ କେତେ ଗୁଡ଼ିଏ ଦେଶ ଅଛନ୍ତି ଏ ପୃଥିବୀରେ ଯୋଉମାନଙ୍କର ପ୍ରାଚୀନ ଇତିହାସ ବୋଲି କିଛି ନାହିଁ, ଯଥା ଆମେରିକା। ଏହାର ଇତିହାସ ବିଶେଷ ପୁରୁଣା ନୁହେଁ। କେତେ ଗୁଡ଼ିଏ ୟୁରୋପୀୟ ବ୍ୟକ୍ତି ସେ ଭୂଖଣ୍ଡକୁ ଆସିଲେ, ପ୍ରଥମେ କଲମ୍ବସ ଆସି ସେଠିକି ଆବିଷ୍କାର କଲେ
ଏବଂ ସେଇଠିକି ଭ୍ରମବଶତଃ ଭାରତ ବୋଲି ସେ କହିଥିଲେ। ତାପରେ ଅନ୍ୟାନ୍ୟ କେତେଗୁଡିଏ ଅଞ୍ଚଳ ଆବିଷ୍କୃତ ହେଲା ଏବଂ ସେଠି ଯୋଉ ସଭ୍ୟତାଟି ଗଢି ଉଠିଲା ତାହା ହଉଛି ଏକ ଅର୍ବାଚୀନ ସଭ୍ୟତା, ଅର୍ଥାତ୍ ଏକ ନୂତନ ସଭ୍ୟତା ଯାହାର ଅତୀତ ସହିତ କୌଣସି ସମ୍ପର୍କ ନାହିଁ। ଅତୀତର ସଭ୍ୟତା ଗୁଡିକ ସହିତ ବର୍ତ୍ତମାନର ସମ୍ପର୍କ ନାହିଁ କେତେଗୁଡିଏ ଦେଶର, ଏବଂ ଆଉ କେତେଗୁଡିଏ ଦେଶ ଅଛନ୍ତି ଯୋଉମାନଙ୍କର ବର୍ତ୍ତମାନର ସଭ୍ୟତା ସହିତ ଅତୀତର କୌଣସି ସମ୍ପର୍କ ନାହିଁ। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତବର୍ଷ ସ୍ଥାନ ହଉଛି ସ୍ୱତନ୍ତ୍ର, କାରଣ ଏହାର ଏକ ସୁଦୀର୍ଘ ଗୌରବୋଜ୍ଜଳ ଇତିହାସ ରହିଛି ଏବଂ ଯାହାକି ଆଜି ପର୍ଯ୍ୟନ୍ତ ଏ ଜନଜାତିକି ପ୍ରଭାବିତ କରି ଚାଲିଛି। ଭାରତୀୟ ସଭ୍ୟତା କଦାପି ମରିଯାଇ ନାହିଁ କି ଭବିଷ୍ୟତରେ ମଧ୍ୟ କେବେ ବି କ୍ଷୟ ହେବ ନାହିଁ। ଏହା ଯୁଗ ଯୁଗ ଧରି ଚାଲି ଆସିଛି, ବର୍ତ୍ତମାନ ମଧ୍ୟ ଆମ୍ଭମାନଙ୍କୁ ସୁନ୍ଦର ଭାବରେ ଉତ୍ପିତ କରି ଚାଲିଛି। ତାପରେ ଆମେ ଦେଖିବା ଭାରତବର୍ଷର ସଂସ୍କୃତି। ଏହାର ସଂସ୍କୃତି ମଧ୍ୟ ହେଉଛି ଏକ ଉନ୍ନତ ଧରଣର ସଂସ୍କୃତି, ଯେଉଁ ସଂସ୍କୃତି ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେ ନାହିଁ। ନିଜର ସଂସ୍କୃତିକୁ ଉଚ୍ଚ ବୋଲି କହି ଅନ୍ୟମାନଙ୍କୁ ନିନ୍ଦା କରିବା ଉଦ୍ଦେଶ୍ୟ ମୋର ନୁହେଁ, କିନ୍ତୁ ଯାହା ଇତିହାସରେ ଅଛି ତାହାକୁ ନେଇକି ଆମେ ଆଲୋଚନା କରିବା। ଆମେ ଦେଖିବା ଭାରତୀୟ ପୋଷାକ ହଉ, ଭାରତୀୟ ନୃତ୍ୟ କଳା ହଉ, ସଙ୍ଗୀତ ବିଦ୍ୟା ହଉ ବା ଭାରତୀୟ ସ୍ଥାପତ୍ୟ ହଉ, ଏସବୁରେ ଗୋଟିଏ ସ୍ୱାତନ୍ତ୍ରତା ରହିଛି। ଧରାଯାଉ ଆମେ ଗୋଟିଏ ବ୍ରାହ୍ମଣ ଲୋକ ଟିକେ ଦେଖିବା, ବାହାରକୁ ସେ ଖଣ୍ଡିଏ ଛୋଟିଆ ଲୁଗାଟିଏ ପିନ୍ଧିଥିବ, କାନ୍ଧରେ ଗାମୁଛା ଖଣ୍ଡିଏ ପକେଇଥିବ, ଅତି ବେଶୀ ଏତିକି ହେଉଛି ତାର ପରିଧାନ। କିନ୍ତୁ ତାର ଜୀବନଚର୍ଯ୍ୟାକୁ ଯଦି ଆମେ ଅବଲୋକନ କରିବା, ଆମେ ଦେଖିବାକୁ ପାଇବା ଯେ ପ୍ରତି କ୍ଷେତ୍ରରେ ସେ ଯେମିତି ଅନ୍ତର୍ଦୃଷ୍ଟିର ସହାୟତା ନେଇକି ନିଜ ଜୀବନକୁ ଶୁଦ୍ଧ କରି ଚାଲିଛି। ସକାଳୁ ଉଠିବା, ମୁହଁ ଧୋଇବା, ନିତ୍ୟକର୍ମ ଶେଷ କରିବା, ଦାନ୍ତ ଘଷିବା, ଠିକ ସମୟରେ ଗାଧେଇବା, ଠିକ ସମୟରେ ଠାକୁରଙ୍କୁ ପାଣି ଅର୍ପଣ କରିବା, ଆରାଧନା କରିବା ଇତ୍ୟାଦି କର୍ମ ସେ ନିଷ୍ଠାପର ଭାବରେ କରିଚାଲିଛି। ବାହାରଟା ଏତେ ପରିଷ୍କାର ନହେଲେ ମଧ୍ୟ ଭିତରେ ସେ ନିଜକୁ ସଂଗଠିତ କରିବା ପାଇଁ ଚେଷ୍ଟା କରିଛି। ଠିକ ସେଇ ଅବସ୍ଥାରେ ଯଦି ଆମେ ଗୋଟେ ୟୁରୋପୀୟ ଲୋକକୁ ଦେଖିବା, ଆମେ ଦେଖିବା ଯେ ବାହାରେ ଖୁବ ଚକଚାକ ବଢିଆ ସୁନ୍ଦର ସୁଟଟିଏ ପିନ୍ଧିଛନ୍ତି, ପ୍ରତ୍ୟେକ କାର୍ଯ୍ୟ କଲାବେଳେ ସୁଟର ପରିବର୍ତ୍ତନ ହଉଛି, କିନ୍ତୁ ଭିତରଟା ପ୍ରତି ଏତେ ଦୃଷ୍ଟି ସେମାନେ ଦିଅନ୍ତି ନାହିଁ। ସକାଳୁ ଉଠି ଦାନ୍ତ ନ ଘଷି ବେଡ୍ ଟି ପିଇବା ହଉଛି ସେମାନଙ୍କର ଅଭ୍ୟାସ। ବେଳେ ବେଳେ ବ୍ରେକଫାଷ୍ଟ ମଧ୍ୟ କରିଦିଅନ୍ତି, ତାପରେ ଦାନ୍ତ ଘଷନ୍ତି। ଏମିତି ବହୁ ପ୍ରକାର ଆଶ୍ଚର୍ଯ୍ୟଜନକ ଜିନିଷ ସେମାନଙ୍କ ଜୀବନରେ ଘଟେ, ଯାହାକି ଆମେ ଭାରତୀୟମାନେ ଚିନ୍ତା କରିପାରିବା ନାହିଁ। ତେଣୁ ଏସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତବର୍ଷର ଗୋଟେ ଅନ୍ତଃସ୍ୱର ରହିଛି ବା ଭାରତୀୟ ସଭ୍ୟତାକୁ ଏକ ଅନ୍ତର୍ମୁଖୀ ସଭ୍ୟତା ବୋଲିକି ଆମେ କହିପାରିବା। ଠିକ ସେହିପରି ସ୍ଥାପତ୍ୟ ଗୁଡିଏ ଆମେ ଯେତେବେଳେ ଦେଖିବା, ବିଭିନ୍ନ ମନ୍ଦିର ମାନଙ୍କର ଯୋଉ ମୂର୍ତ୍ତି ଅଛି, ସେଭଳି ମୂର୍ତ୍ତିକଳା ଅନ୍ୟାନ୍ୟ ସଭ୍ୟତାରେ ମଧ୍ୟ ଥିଲା ଏବଂ ଅଛି। ରୋମ ସଭ୍ୟତା ହଉ ବା ଗ୍ରୀକ ସଭ୍ୟତା ହଉ, ସେଥିରେ ମଧ୍ୟ ମୂର୍ତ୍ତିକଳା ଦୃଷ୍ଟି ଦିଆଯାଉଥିଲା। କିନ୍ତୁ ସେସବୁର ମୂର୍ତ୍ତିକି ଦେଖିଲେ ଆମେ ଜାଣିବା କେବଳ ତାଙ୍କର ଶାରୀରିକ ବାହ୍ୟ ଅଭିବ୍ୟକ୍ତି ଉପରେ ବେଶୀ ଗୁରୁତ୍ୱ ଦିଆଯାଇଛି। ବଳିଷ୍ଠ ବଳିଷ୍ଠ ମଣିଷ ଗୁଡ଼ିଏ ହାତରେ ଅସ୍ତ୍ରଶସ୍ତ୍ର ଧାରଣ କରିଥିବେ, ସେମାନଙ୍କର ଗୋଟେ ମସ୍କୁଲାର ବଡି ବାହାରକୁ ଏକ୍ଜିବିଟ୍ କରାଯାଉଥିବ। ତାଙ୍କ କ୍ଷେତ୍ରରେ ସତେ ଯେମିତି ଗୋଟେ ବାହ୍ୟ ବୀରତ୍ୱ ଉପରେ ସେମାନେ ବିଶେଷ ଗୁରୁତ୍ୱ ଦେଇକି ଛବିଙ୍କ ଅଙ୍କନ କରିଛନ୍ତି। କିନ୍ତୁ ସେଇ କ୍ଷେତ୍ରରେ ଆମେ ଯଦି ଭାରତବର୍ଷର ସ୍ଥାପତ୍ୟକୁ ଦେଖିବା, ଏଠି ବୀରତ୍ୱ ତ ରହିଛି, ତତ୍ସହିତ ଗୋଟେ ଅନ୍ତର୍ମୁଖୀ ପ୍ରତିଭା ଆଭାସଟି ଆମେ ଦେଖିବାକୁ ପାଇବା। ମନେ ପଡୁଛି ପଣ୍ଡିତ ନୀଳକଣ୍ଠଙ୍କର କୋଣାର୍କ କାବ୍ୟ, ଯୋଉଠି ସେ ଭାରତୀୟ ସ୍ଥାପତ୍ୟ କଳାର ଉଚ୍ଚ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, ଲାବଣ୍ୟ ଝରଇ ଶ୍ରୀଅଙ୍ଗୁ ମୁଖେ ମୋହନ ଜ୍ୟୋତି, ବିକଶ କମଳ ଶ୍ରୀକରେ ସୋହେ ସୂର୍ଯ୍ୟ ମୂରତି, ସୂଚି ଲେଖା କମ୍ର ବିଗ୍ରହେ ଲୁଚି ନାହିଁ ତ ତିଳେ, ଅଙ୍ଗତ୍ରାଣେ ସୂତ୍ର ସମ୍ପଦ ଫୁଟି ଉଠେ ବିମଳେ। ଗୋଟିଏ ମୂର୍ତ୍ତିଟିଏ ଦେଖିଲେ ତାର ହସକୁ ଦେଖିକି ଆମେ ଜାଣିପାରିବା ସତେ ଯେମିତି ତା ଭିତରୁ କିଛି ଗୋଟେ ଜିନିଷଟା ସେ ବ୍ୟକ୍ତ କରିବା ପାଇଁ ଚାହୁଁଛି, ଯୋଉଟା କି ଆମେ ଗ୍ରୀକ କିମ୍ବା ରୋମୀୟ ମୂର୍ତ୍ତିକଳା ଭିତରେ ପାଇପାରିବା ନାହିଁ। ଇଏ ହେଉଛି ଭାରତୀୟ ମୂର୍ତ୍ତିକଳାର ବିଶେଷତ୍ୱ। ଏବଂ ଏଇଭଳି ବିଭିନ୍ନ ସ୍ତରକୁ ତର୍ଜମା କରି ଚାଲେ ଆମେ ଦେଖିବା ଯେ ଭାରତୀୟ ଧର୍ମ ସଂସ୍କୃତି ଏବଂ ଧର୍ମଧାରା ମଧ୍ୟ ତାରି ଉପରେ ପର୍ଯ୍ୟବେସିତ। ଏଇ ଭାରତବର୍ଷରେ ଯେଉଁ ଧର୍ମଟି ମୁଖ୍ୟ ଭାବରେ ଲୋକମାନେ ଅବଲମ୍ବନ କରନ୍ତି ତାହାକୁ ସନାତନ ଧର୍ମ ବୋଲି କୁହାଯାଏ। ଏ ଧର୍ମର ଆଦି ଅନ୍ତ ଖୋଜିବାକୁ ଗଲେ ଆମେ ବିଶେଷ କିଛି ପାଇପାରିବା ନାହିଁ। କେହି ଏ ଧର୍ମକୁ ପ୍ରତିଷ୍ଠା କରିନାହିଁ କି ଏହାର କୌଣସି ନିର୍ଦ୍ଦିଷ୍ଟ ଧର୍ମଗ୍ରନ୍ଥ ବୋଲି ସେମିତି କିଛି ନାହିଁ। ବିଭିନ୍ନ ସମୟରେ ବିଭିନ୍ନ ଜିନିଷକୁ ଆମେ ଧର୍ମଗ୍ରନ୍ଥ ହିସାବରେ ଗ୍ରହଣ କରୁଛୁ। ବେଦ, ତା ପରବର୍ତ୍ତୀ ପର୍ଯ୍ୟାୟରେ ଆସିଛି ବେଦାନ୍ତ, ଏବଂ ସେଇ ବେଦାନ୍ତର ଗୋଟିଏ ଅଂଶ ହେଉଛି ମହାଭାରତ, ଯାହାର ଗୋଟିଏ କ୍ଷୁଦ୍ର ଅଂଶ ହେଉଛି ଗୀତା। ଏ ସବୁକୁ ଏଠି ଧର୍ମଶାସ୍ତ୍ରର ମାନ୍ୟତା ପ୍ରଦାନ କରାଯାଇଛି।
ଏବଂ ଏଇ ଭାରତୀୟ ଧର୍ମକୁ ଆଧାର କରି ଯେତେ ଗୋଟିଏ ଧର୍ମ ସୃଷ୍ଟି ହେଇଛି ଏଇ ଭାରତ ବର୍ଷରେ, ଯଥା ଶିଖ ଧର୍ମ, ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମ ଇତ୍ୟାଦି, ଇଏ ସବୁ ଧର୍ମ ଭିତରେ କେବେ ହେଲେ ଅନ୍ତର୍ଦ୍ୱନ୍ଦ୍ୱ ଦେଖିବାକୁ ମିଳିଲାନି। ମାତ୍ର ପୃଥିବୀରେ ଆଉ ଯେତେ ଗୁଡିଏ ଧର୍ମ ଅଛି, ଉଦାହରଣ ସ୍ୱରୂପ ଖ୍ରୀଷ୍ଟିଆନ ଧର୍ମ ବା ଇସଲାମ ଧର୍ମ, ଏସବୁ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲିଛି। ମୁସଲମାନ ସମ୍ପ୍ରଦାୟରେ ଯୋଉ ଦୁଇଟି ଭାଗରେ ସେମାନେ ବିଭକ୍ତ ହୋଇଛନ୍ତି, ସିଆ ଏବଂ ସୁନ୍ନି, ୟାଙ୍କ ଭିତରେ ଦେଇକି ଯୁଗ ଯୁଗ ଧରି ଶତ୍ରୁତା ଚାଲିଛି। ଖ୍ରୀଷ୍ଟିଆନ ମାନଙ୍କ ଭିତରେ ସେମିତି ପ୍ରୋଟେଷ୍ଟାଣ୍ଟ ଏବଂ ଯୋଉମାନେ କ୍ୟାଥୋଲିକ ଖ୍ରୀଷ୍ଟିଆନ, ତାଙ୍କ ଭିତରେ ଦ୍ୱନ୍ଦ୍ୱ ସବୁବେଳ ପାଇଁ ରହିଛି। କିନ୍ତୁ ଭାରତ ବର୍ଷରେ ଯେଉଁ ଯେଉଁ ଧର୍ମ ଗୁଡିକ ବିକଶିତ ହେଇଛି, ସେସବୁ ତା ଭିତରେ କେବେ ହେଲେ ଅନ୍ତର୍ଦ୍ୱନ୍ଦ୍ୱ ଦେଖିବାକୁ ମିଳେ ନାହିଁ। ବରଂ ବୌଦ୍ଧ ଧର୍ମ ଯାହା କହିଛି, ହିନ୍ଦୁ ଧର୍ମର ମୌଳିକ ଚେତନା ଭିତରେ ସେସବୁ ରହିଛି। ଶିଖ ଧର୍ମ ଯାହା ଯାହା କହିଛି, ସେସବୁ ହିନ୍ଦୁ ଧର୍ମ ଠାରୁ ସୃଷ୍ଟି ହେଇଛି। ଜୈନ ଧର୍ମ ଏସବୁ ଭାରତୀୟ ଚିନ୍ତାଧାରା ଦ୍ୱାରା ଉଦ୍ଭୂତ ହୋଇ ସମଗ୍ର ଜଗତକୁ ଆଲୋକ ପ୍ରଦର୍ଶନ କରି ଚାଲିଛନ୍ତି। ଏତେ ସମ୍ପ୍ରଦାୟ ଥିଲେ ମଧ୍ୟ, ଏତେ ଧର୍ମ ଥିଲେ ମଧ୍ୟ ଭାରତ ବର୍ଷରେ ବିଭିନ୍ନ ଧର୍ମ ସମ୍ପ୍ରଦାୟଙ୍କୁ ଯେଉଁ ସୁରକ୍ଷା ପ୍ରଦାନ କରାଯାଉଛି, ସେମାନଙ୍କ ଭିତରେ ଯୋଉଭଳି ଭାବରେ ସୁନ୍ଦର ଭାଇଚାରାଟିଏ ରହିଛି, ତାହା ପୃଥିବୀରେ ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ। ଉଦାହରଣ ସ୍ୱରୂପ ଇହୁଦୀ ଜାତି, ସେମାନେ ବାରମ୍ବାର ଅତ୍ୟାଚାରିତ ହୋଇଛନ୍ତି, ବିସ୍ଥାପିତ ହୋଇଛନ୍ତି, ବିଭିନ୍ନ ଜାଗାକୁ ଚାଲି ଯାଇଛନ୍ତି। ସେସବୁ ତାଙ୍କ ପାଇଁ ଛୋଟିଆ ଜାଗାଟିଏ ସୃଷ୍ଟି କରାଯାଇଛି ଇସ୍ରାଏଲ, ସେଠିକି ସେମାନେ ଆସିଛନ୍ତି, କିନ୍ତୁ ଶାନ୍ତିରେ ତାଙ୍କୁ ରହିବାକୁ ଦିଆଯାଏ ନାହିଁ। ସେହି ସମ୍ପ୍ରଦାୟର ଏକ ବୃହତ ଅଂଶ ଭାରତକୁ ଆସିଛନ୍ତି, ବିଶେଷ କରି ମହାରାଷ୍ଟ୍ର ଏବଂ ବମ୍ବେ ଆଖପାଖରେ ସେମାନେ ଦେଖିବାକୁ ମିଳନ୍ତି। ସେମାନେ ଏଠି ଯେତେ ଦୂର ସୁରକ୍ଷା ଲାଭ କରିଛନ୍ତି, ତାଙ୍କୁ ଯେତେ ଦୂର ଏଠି ଶାନ୍ତି ପ୍ରଦାନ କରାଯାଇଛି, ଅନ୍ୟ କୌଣସି ସ୍ଥାନରେ ସେମାନେ ପାଇନାହାନ୍ତି, ସମଗ୍ର ବିଶ୍ୱରେ ପାଇନାହାନ୍ତି। ଇଏ ହେଉଛି ଭାରତ ବର୍ଷର ବିଶେଷତ୍ୱ। ଏବଂ ଆଉ ଟିକେ ଯଦି ଆମେ ଇତିହାସ ଭିତରକୁ ଯିବା, ଆମେ ଦେଖିବା ସତ୍ୟ ଯେମିତି ଗୋଟେ ଦୈବୀ ଶକ୍ତି ବାରମ୍ବାର ବାରମ୍ବାର ଭାରତକୁ ସୁରକ୍ଷା ଦେଇ ଆସିଛି। ଯେତେବେଳେ ଇତିହାସରେ ଗୋଟେ ବିପର୍ଯ୍ୟୟ ଯୁଗ ଆରମ୍ଭ ହୁଏ, ଠିକ୍ ସେହି ସମୟରେ ଏଭଳି ଗୋଟିଏ ଶକ୍ତିର ଉଦୟ ଘଟେ ଏଇ ଭାରତ ବର୍ଷରେ, ସେ ସବୁ ଅସୁବିଧା ଭିତରେ ଦେଇକି ଭାରତ ବର୍ଷକୁ ବାଟ କଢେଇ ନେଇ ଚାଲେ। ଯଥା ଆମେ ଦେଖିବା ଯେ ଯେତେବେଳେ ନନ୍ଦ ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା ଉତ୍ତର ଭାରତରେ, ଏକ ବିରାଟ ଭୂଖଣ୍ଡ ଉପରେ ସେମାନଙ୍କର ସାମ୍ରାଜ୍ୟ ପ୍ରତିଷ୍ଠିତ ହେଇଥିଲା। ସେଥିରେ ମହାପଦ୍ମନନ୍ଦ ବୋଲି ଜଣେ ଶାସକ ଥିଲେ, ଯିଏକି ଅତ୍ୟନ୍ତ କ୍ରୂର ଏବଂ ଅତ୍ୟାଚାରୀ ଶାସକ। ଲୋକମାନଙ୍କୁ ନାନା ପ୍ରକାର ନିର୍ଯାତନା ସେ ଦଉଥିଲେ। ତାଙ୍କରି ସାମ୍ରାଜ୍ୟକୁ ଧ୍ୱଂସ କରି ଏକ ନୂତନ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଜଣେ ବ୍ୟକ୍ତି ଆଗକୁ ଆସିଲେ, ଏବଂ ସିଏ ହେଉଛନ୍ତି ଜଣେ ଋଷି ପ୍ରତିମ ବ୍ୟକ୍ତି, ଯାହାଙ୍କୁ ଆମେ ଚାଣକ୍ୟ ବା କୌଟିଲ୍ୟ ବୋଲିକି ଜାଣୁ। ସେ ବିଶେଷ ଅସ୍ତ୍ର ଧାରଣ କରନ୍ତି ନାହିଁ, କିନ୍ତୁ ରାଜନୀତିରେ ସେ ଏଭଳି ଦିଗ୍ଦର୍ଶନ ଦେଇଛନ୍ତି ଯେ ତାଙ୍କ ଦ୍ୱାରା ପରିଚାଳିତ ହୋଇ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନାମକ ଜଣେ ଶକ୍ତିଶାଳୀ ଶାସକ ନନ୍ଦ ସାମ୍ରାଜ୍ୟର ଧ୍ୱଂସ ସାଧନ କରିଛନ୍ତି ଏବଂ ତାଙ୍କ ସ୍ଥାନରେ ଗୌରବଶାଳୀ ମୌର୍ଯ୍ୟ ସାମ୍ରାଜ୍ୟକୁ ପ୍ରତିଷ୍ଠା କରିଛନ୍ତି। ତେଣୁ ବିପର୍ଯ୍ୟୟର ରକ୍ଷାକର୍ତ୍ତା ହେଉଛନ୍ତି ଜଣେ ସନ୍ଥ ବା ଜଣେ ସାଧୁ ବା ଜଣେ ଋଷି ପ୍ରତିମ ବ୍ୟକ୍ତି। ଠିକ୍ ସେହିପରି ଘଟଣା ମହାଭାରତ ରାମାୟଣ ତ ଭରପୁର ହେଇକି ରହିଛି। ମୁନି ଋଷିମାନେ ଭାରତୀୟ ସଂସ୍କୃତି ବହୁ ଭାବେ ଉଦ୍ଧୃତ କରିଛନ୍ତି, ସେସବୁ ଆଲୋଚନା କରିବାକୁ ସମୟ ହେବ ନାହିଁ। ବର୍ତ୍ତମାନ ଆମେ ଦେଖିବା ଯେ ମଧ୍ୟଯୁଗ, ସେତେବେଳେ ମଧ୍ୟ ତୁର୍କ ଆଫଗାନ ମାନଙ୍କ ଶାସନ ବେଳେ ଯେତେବେଳେ ଭାରତବର୍ଷ ଅତ୍ୟାଚାରିତ ହେଉଥିଲା, ସେତେବେଳେ ଅନେକ ଗୁଡ଼ିଏ ସନ୍ଥ ଏ ମାଟିରେ ଜନ୍ମଗ୍ରହଣ କରିଥିଲେ। ଏକନାଥ, ତୁକାରାମ, ଗୁରୁ ନାନକ ଦେବଜୀ ମହାରାଜ, ଚୈତନ୍ୟ, ଏଇଭଳି ଅନେକ ଗୁଡ଼ିଏ ଦିଗ୍ଦର୍ଶକ ଏ ମାଟିକି ଆସିଛନ୍ତି ଏବଂ ଏ ଭାରତବର୍ଷକୁ ପଥ ପ୍ରଦର୍ଶନ କରି ନେଇ ଚାଲିଛନ୍ତି। ଯେତେବେଳେ କିଛି ଅସୁବିଧାରେ ସେମାନେ ପଡ଼ିଛନ୍ତି, ସେତେବେଳେ କୌଣସି ନା କୌଣସି ଶକ୍ତି ଏ ଭାରତବର୍ଷରେ ଜନ୍ମଗ୍ରହଣ କରିଛି ଏବଂ ଲୋକମାନଙ୍କୁ ଦିଗ୍ଦର୍ଶନ ଦେଇଛି। ଏମାନେ କେହି ଯୋଦ୍ଧା ନୁହନ୍ତି, ଏମାନେ ସଂସାରରେ ପରିବର୍ତ୍ତନ ଆଣିବା ପାଇଁ ଅସ୍ତ୍ର ଧାରଣ କରିନଥାନ୍ତି। ଏମାନେ କୌଣସି ଗୋଟେ ବାହ୍ୟ ସଂଗଠନ ସୃଷ୍ଟି କରି ଦେଶ ଭିତରେ ଅସ୍ତ୍ରତା ସୃଷ୍ଟି କରନ୍ତି ନାହିଁ, କିନ୍ତୁ ଏମାନଙ୍କର ଶିକ୍ଷା ବଳରେ, ଏମାନଙ୍କର ନିଷ୍ଠା ଏବଂ ଏମାନଙ୍କର ଅନ୍ତର୍ଚେତନା ବଳରେ ଏ ଜାତିଟି ଏଭଳି ଭାବରେ ଦିଗ୍ଦର୍ଶନ ଲାଭ କରେ, ଅତି ସୁନ୍ଦର ଭାବରେ ସେ ଅସୁବିଧା ଗୁଡ଼ିକୁ ଅତିକ୍ରମ କରିଯାଏ ଏବଂ ତାର ଗନ୍ତବ୍ୟ ପଥରେ ସେ ଅଗ୍ରସର ହେଇପାରେ। ଠିକ୍ ସେହିପରି ଆମେ ଦେଖିବା ଯେ ମୋଗଳ ସାମ୍ରାଜ୍ୟର ଚରମ ସୀମାରେ ପହଞ୍ଚିଥିଲା ଔରଙ୍ଗଜେବଙ୍କର ସାମ୍ରାଜ୍ୟ। ବିସ୍ତୃତି ଦୃଷ୍ଟିରୁ ଦେଖନ୍ତୁ, ଅର୍ଥନୈତିକ ସମୃଦ୍ଧି ଦୃଷ୍ଟିରୁ ଦେଖନ୍ତୁ ଏବଂ ଅନ୍ୟ ସବୁ ଦୃଷ୍ଟିରୁ ଦେଖନ୍ତୁ, ମୋଗଳ ସାମ୍ରାଜ୍ୟ ହୁମାୟୁନଙ୍କ ଠାରୁ ଆରମ୍ଭ କରିକି ଔରଙ୍ଗଜେବଙ୍କ ପର୍ଯ୍ୟନ୍ତ ଯେତେ ଗୁଡ଼ିଏ ପର୍ଯ୍ୟାୟ ଦେଇ ସେ ଗତି କରିଛି, ଔରଙ୍ଗଜେବଙ୍କ ସମୟରେ ସେ
ଶାସନ କ୍ଷମତାର ସର୍ବୋଚ୍ଚ ଅବସ୍ଥାରେ ଅବସ୍ଥିତ ଥିଲା, କିନ୍ତୁ ସେତେବେଳେ ଅତ୍ୟାଚାର ମଧ୍ୟ ସର୍ବୋଚ୍ଚ ସ୍ତରକୁ ସ୍ପର୍ଶ କରିଥିଲା। ଠିକ ସେହି ସମୟରେ ଭାରତବର୍ଷରେ ଅନେକ ଗୁଡ଼ିଏ ବୀର ଜନ୍ମଲାଭ କରିଛନ୍ତି। ଗୁରୁ ଗୋବିନ୍ଦ ସିଂ, ଛତ୍ରପତି ଶିବାଜୀ ଏବଂ ଆଉ କେତେ ଗୁଡ଼ିଏ ବୀର ଭାରତବର୍ଷର ବିଭିନ୍ନ ସ୍ଥାନରେ, ସେମାନଙ୍କ ନାଁ କହିବାକୁ ଗଲେ ବହୁତ ସମୟ ଲାଗିବ। ସାରା ଭାରତବର୍ଷରେ ସେତେବେଳେ ଗୋଟିଏ ଜାଗରଣ ସୃଷ୍ଟି ହେଇଥିଲା, ଯାହାକୁ ହିନ୍ଦୁ ରେନାନ୍ସ ଭାବରେ ଆମେ କହିପାରିବା। ଏ ରିସର୍ଜେନ୍ସ ଅଫ୍ ହିନ୍ଦୁଇଜମ ସେତେବେଳେ ଅନେକ ଗୁଡ଼ିଏ ସ୍ଥାନରେ ହିନ୍ଦୁ ଶକ୍ତି ଗୁଡ଼ିକ ଜାଗ୍ରତ ହୋଇଥିଲା ଏବଂ ବିଶେଷ ଭୂମିକା ଗ୍ରହଣ କରିଥିଲେ ସମର୍ଥ ରାମଦାସ, ଯିଏ ହେଉଛନ୍ତି ଛତ୍ରପତି ଶିବାଜୀଙ୍କର ପଥ ପ୍ରଦର୍ଶକ। ସ୍ୱାଧୀନତା ସଂଗ୍ରାମକୁ ପ୍ରଥମ ଦିଗ୍ଦର୍ଶନ ଦେଇଥିଲେ ଛତ୍ରପତି ଶିବାଜୀ। ଆଉରଙ୍ଗଜେବଙ୍କ ତୁଳନାରେ ତାଙ୍କର ସାମ୍ରାଜ୍ୟଟି ଗୋଟିଏ ଛୋଟିଆ ଅଞ୍ଚଳ ଭିତରେ ସୀମିତ ଥିଲା। ମହାରାଷ୍ଟ୍ରର କେତୋଟି ଅଞ୍ଚଳ ଏବଂ ଦାକ୍ଷିଣାତ୍ୟର ଆଉ କେତୋଟି ଛୋଟିଆ ଛୋଟିଆ ଅଞ୍ଚଳକୁ ନେଇକି ତାଙ୍କର ସାମ୍ରାଜ୍ୟ ଥିଲା। ଏହି ସାମ୍ରାଜ୍ୟଟି କେହି ବିଶ୍ୱାସ କରୁନଥିଲେ ଯେ ଦିନେ ବିଶାଳ ମୋଗଲ ସାମ୍ରାଜ୍ୟର ଭୟର କାରଣ ହେଇପାରିବ। ଏବଂ ଏହି ଦାକ୍ଷିଣାତ୍ୟରେ ଯେଉଁ ବିଦ୍ରୋହଟି ସଂଗଠିତ ହୋଇଥିଲା ଛତ୍ରପତି ଶିବାଜୀଙ୍କ ଦ୍ୱାରା, ତାକୁ ଦମନ କରିବା ପାଇଁ ଆଉରଙ୍ଗଜେବ ଯେତେବେଳେ ଚାଲି ଆସିଥିଲେ ଦାକ୍ଷିଣାତ୍ୟକୁ, ସେତେବେଳେ ଯେଉଁ ଯେଉଁ ରାଜ୍ୟ ସେ ଦଖଲ କରିଥିଲେ ସେ ରାଜ୍ୟଗୁଡିକ ସବୁ ତାଙ୍କ ହାତରୁ ଖସିଗଲା। ଅର୍ଥାତ୍ ଇତିହାସର ଏଇ ହେଉଛି ବିଡମ୍ବନା ଯେ ଯେତେବେଳେ ମୋଗଲ ସାମ୍ରାଜ୍ୟ ତାର ଚରମ ଶିଖରରେ ପହଞ୍ଚି ସାରିଥିଲା, ଠିକ ସେଇଠୁ ଆରମ୍ଭ ହେଇଗଲା ତାର ପତନ ଏବଂ ଭାରତୀୟ ସଂସ୍କୃତି ଏକ ନୂତନ ଦିଗ୍ଦର୍ଶନ ଲାଭ କଲା ଏବଂ ଏକ ନୂତନ ଜାତୀୟତାର ଭାବ ଭାରତବର୍ଷ ଭିତରେ ଖେଳିଗଲା। ଯେତେ ଯେତେ ଥର ଭାରତ ପରାଭୂତ ହେଇଛି, ଯେତେ ଯେତେ ଥର ଆକ୍ରାନ୍ତ ହେଇଛି, ଯେତେ ଯେତେ ଥର ଲୁଣ୍ଠିତ ହେଇଛି, ପ୍ରତ୍ୟେକ ଲୁଣ୍ଠନ ପରେ, ପ୍ରତ୍ୟେକ ଆକ୍ରମଣ ପରେ ଏବଂ ପ୍ରତ୍ୟେକ ପରାଭବ ପରେ ଗୋଟିଏ 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 ନୂତନ ଦିଗ୍ଦର୍ଶନ ପାଇଛି। ତାର ଆତ୍ମଚେତନା ଯୋଉଟା କି ତାର ଅନ୍ତଃସ୍ୱର ହିସାବରେ ପରିଚିତ ବା ଆମେ ଜାଣିପାରିବା, ସେ ଅନ୍ତଃସ୍ୱର ହିଁ ତାକୁ ଆହୁରି ଅଧିକ ଉଜ୍ଜ୍ୱଳ ଦିଗରେ ଅଗ୍ରସର କରିଦେଉଛି। ଏବଂ ସତେ ଯେମିତି ଦେଖିକି ମନେ ହେଉଛି ଯେ ଭାରତବର୍ଷର ଏ ଜୟଯାତ୍ରା ସରିନାହିଁ, ବିଶ୍ୱରେ ଚରମ ସତ୍ୟକୁ ପ୍ରତିଷ୍ଠିତ କରିବା ହିଁ ହେଉଛି ଏହାର ଲକ୍ଷ୍ୟ। ଏଇଭଳି ବିଭିନ୍ନ ସମୟରେ ସାଧୁସନ୍ଥ ଏ ମାଟିରେ ଜନ୍ମଗ୍ରହଣ କରିଛନ୍ତି ଏବଂ ଏ ମାଟିକୁ ଦିଗ୍ଦର୍ଶନ ଦେଇଛନ୍ତି। ଏ ତ ଗଲା ଇତିହାସର କଥା। ତାକୁ ଆମେ ଯାହା ପାଠ୍ୟପୁସ୍ତକରେ ପଢୁଛୁ, ମାତ୍ର ଦୁଃଖର କଥା ଯେ ପାଠ୍ୟପୁସ୍ତକ ଗୁଡ଼ିକ ଠିକ ଭାବରେ ରଚିତ ହେଇନାହିଁ। ଉଦାହରଣ ସ୍ୱରୂପ ଆମେ ଜାଣିଛୁ ସୁଲତାନ ମାହମୁଦ 17 ଥର ଭାରତବର୍ଷ ଆକ୍ରମଣ କରିଥିଲେ। ଏଇଠି ହେଉଛି ଭାରତୀୟ ମାନଙ୍କ ପ୍ରତି ଗୋଟେ ଅପମାନ। ପ୍ରକୃତି ଆମକୁ ଏତେ ସୁନ୍ଦର ସୁରକ୍ଷାର ବଳଟି ଦେଇଛି, ଭାରତୀୟମାନେ ଶକ୍ତିରେ କମ୍ ନୁହନ୍ତି, ତାଙ୍କ ଭିତରେ ସାଂସ୍କୃତିକ ଜାଗରଣ ହେଉଛି ଉଚ୍ଚକୋଟୀର, ତଥାପି ମଧ୍ୟ ଏ ଦେଶ ଆକ୍ରାନ୍ତ ହେଲା କାହିଁକି ଏବଂ ଆକ୍ରାନ୍ତ ହେଲା ପରେ ଏ ଦେଶର ଲାଭ କଣ ହେଲା? ଇତିହାସ ଆମକୁ ଏଇ କଥା କହିଛି, କିନ୍ତୁ ଇତିହାସ ଆଉ ଗୋଟିଏ କଥା କହିନାହିଁ ଯେ ସୁଲତାନ ମାହମୁଦ 17 ଥର ଭାରତ ଆକ୍ରମଣ କରିଥିଲେ, କିନ୍ତୁ 18 ଥର ଯେତେବେଳେ ଆକ୍ରମଣ ହେଇଛି ସେତେବେଳେ ସୁଲତାନ ମାହମୁଦ ଜୀବିତ ନଥିଲେ, ତାଙ୍କର ପୁତୁରା ଭାରତ ଉପରେ ଆକ୍ରମଣ କରିଥିଲେ। ତାଙ୍କ ସହିତ ଯୋଉ ଯୁଦ୍ଧଟି କରାଯାଇଥିଲା ସେ ଯୁଦ୍ଧ ହେଉଛି ବ୍ୟାଟେଲ ଅଫ୍ ବାହାରାଇଚ୍, ଯୋଉଠିକି ସମାନ ସଂଖ୍ୟକ ରାଜପୁତ ସୈନ୍ୟ ପାଖାପାଖି 1 ଲକ୍ଷ ଆଫଗାନ ସୈନ୍ୟଙ୍କୁ ନିହତ କରିଥିଲେ ଏବଂ ଦ୍ୟାଟ୍ ୱାଜ ଏ ଡିସିସିଭ୍ ବ୍ୟାଟଲ। ଇଏ ଏଭଳି ଗୋଟିଏ ଯୁଦ୍ଧ ଯୋଉ ଯୁଦ୍ଧରେ ଗୋଟେ ଡିସିସନ ନିଆଯାଇକି ସେମାନଙ୍କୁ ନିପାତ କରିଦିଆଗଲା, ଯାହା ଫଳରେ ସେଇ ଆଫଗାନିସ୍ତାନର ଆକ୍ରମଣକାରୀ ମାନେ ଦୀର୍ଘ 150 ବର୍ଷ ପର୍ଯ୍ୟନ୍ତ ଭାରତ ଉପରେ ଆକ୍ରମଣ କରିବା ସାହସ କରିନଥିଲେ। ତେଣୁ ଯେତେ ଥର ଆକ୍ରମଣ ହେଇଛି ପ୍ରତ୍ୟେକ ଥର ଗୋଟିଏ ଗୋଟିଏ ନୂତନ ଶକ୍ତି ଭାରତର ରକ୍ତରେ ଖେଳି ଯାଇଛି। ଏକଥା ଇତିହାସ ସ୍ୱୀକାର କରିଥାଏ। ସେ କେବଳ ଦେଖେଇଛି ଯେ ଆମେ ଆକ୍ରାନ୍ତ ହେଇଛୁ ଏବଂ ଆମେ ପରିକ୍ରାନ୍ତ ହେଇଛୁ, କିନ୍ତୁ ତାପରେ ଭାରତବର୍ଷର ଯେଉଁ ଲାଭ ହେଇଛି ସେ ଲାଭ ବିଷୟରେ ବିଶେଷ ଇତିହାସରେ ଆଲୋଚନା କରାଯାଏ ନାହିଁ। ବର୍ତ୍ତମାନ ଆମେ ଆସିବା ଆମର ଫ୍ରିଡମ ଷ୍ଟ୍ରଗଲ କ୍ଷେତ୍ର। ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେଇଛି, ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ବହୁ ଜାଗାରେ ବିଦ୍ରୋହ ସବୁ ହେଇଛି, ଖଣ୍ଡିତ ବିଦ୍ରୋହ, ତଥା ଓଡ଼ିଶାରେ ବିଦ୍ରୋହ ହେଇଛି, ପାଇକ ବିଦ୍ରୋହ, ତାକୁ ଦମନ କରାଯାଇଛି, ସିପାହୀ ବିଦ୍ରୋହ ହେଇଛି, ତାକୁ ଦମନ କରାଯାଇଛି। ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳରେ ସ୍ଥାନୀୟ ରାଜା ବା ଯୋଉମାନଙ୍କୁ ଫ୍ୟୁଡାଲ ଲର୍ଡସ ବୋଲି କୁହାଯାଏ, ସେମାନେ କାଁ ଭାଁ ବିଦ୍ରୋହ କରିଛନ୍ତି ଏବଂ ତାକୁ ଦମନ କରିଦିଆଯାଇଛି। କିନ୍ତୁ ଯେତେବେଳେ ଗୋଟିଏ ବିଧିବଦ୍ଧ ଭାବରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେଇଛି, ସେତେବେଳେ ଆମେ ଦେଖିବା ଯେ 3ଟି ସ୍ତମ୍ଭ ଉପରେ ଏହା ପର୍ଯ୍ୟବେସିତ ଅଛି। ପ୍ରଥମ ହେଉଛି ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅହିଂସା ସଂଗ୍ରାମ। ଦ୍ୱିତୀୟଟି ହେଉଛି ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସଶସ୍ତ୍ର ସଂଗ୍ରାମ। ଏବଂ ଆଉ ଗୋଟିଏ ସଂଗ୍ରାମ ଚାଲିଥିଲା ଯାହାକି ବିଶେଷ ଭାବରେ କାହାରି ଦୃଷ୍ଟି ଆକର୍ଷଣ କରେ ନାହିଁ, ତାହା ହେଉଛି ଏକ ଆଧ୍ୟାତ୍ମିକ ସଂଗ୍ରାମ
ଏବଂ ଯାହାର ମୁଖ୍ୟ ପୁରୋଧା ଥିଲେ ଶ୍ରୀମା ଏବଂ ଶ୍ରୀ ଅରବିନ୍ଦ। ଗୋଟିଏ କଥା ଆମେ ଦେଖିବା ଯେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଚାଲିଛି ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସେଇଟା ବ୍ୟାପକତର ହେଇଛି। ଆକୁମାରୀ ହିମାଚଳ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଏକତ୍ରିତ ହୋଇଯାଇଛନ୍ତି ଏବଂ ଅହିଂସା ସଂଗ୍ରାମ ଇଂରେଜ ସରକାରଙ୍କୁ ଥରହର କରିଦେଇଛି। ତଥାପି ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଇଂରେଜମାନେ ତାଙ୍କ ଶତ୍ରୁ ତାଲିକାରେ ରଖିନାହାନ୍ତି। ତାଙ୍କ ଆନ୍ଦୋଳନ ବା ତାଙ୍କ ସଂଗ୍ରାମଟି ଏତେ ବ୍ୟାପକ ଥାଇ ମଧ୍ୟ ତାଙ୍କୁ ଶତ୍ରୁ ତାଲିକାରେ ରଖିନାହାନ୍ତି। କାହିଁକି ନା ସେ ଦେଖିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ଯୋଉ ଚାଲିଛି ଅହିଂସାକୁ ଭିତ୍ତି କରି ଇଏ ସେମିତି ବିଶେଷ କିଛି ଫଳପ୍ରଦ ହବ ନାହିଁ। କାରଣ ଏହାର ଯୋଉ ଭିତ୍ତିଟିଏ ଦରକାର ଆଧ୍ୟାତ୍ମିକ ଭିତ୍ତି, ସେ ଭିତ୍ତି ଭାରତରେ ସୃଷ୍ଟି ହେଇନାହିଁ। ତେଣୁ ଏହାକୁ ସେମାନେ ବିଶେଷ ଗୁରୁତ୍ୱ ଦେଇନାହାନ୍ତି। ଦ୍ୱିତୀୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଯୋଉ ସଶସ୍ତ୍ର ସଂଗ୍ରାମଟି ଆରମ୍ଭ କରାଯାଇଛି ତାହା ମଧ୍ୟ ଇଂରେଜମାନଙ୍କୁ କିଛି ମାତ୍ରାରେ ବିଚଳିତ କରିଛି। କିନ୍ତୁ ଇଂରେଜମାନେ ତାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେଇନାହାନ୍ତି। କାରଣ ସେ ଜାଣିଛନ୍ତି ସେମାନେ ଅସ୍ତ୍ର ବଳରେ ବଳିୟାନ ହେଲେ ମଧ୍ୟ ଆମେ ବି ଅସ୍ତ୍ର ବଳରେ କମ ବଳିୟାନ ନା। ତେଣୁ ତାଙ୍କ ସହିତ ଆମେ ସଂଗ୍ରାମ କରିପାରିବୁ ଏବଂ ତାଙ୍କୁ ପରାଭୂତ କରିପାରିବୁ, ଏହି ବିଶ୍ୱାସ ତାଙ୍କ ମନରେ ଅଛି। ତେଣୁ ସୁଭାଷ ଚନ୍ଦ୍ର ବୋଷଙ୍କୁ ସେ ଶତ୍ରୁ ତାଲିକାରେ ରଖିନାହାନ୍ତି, ଯଦିଓ ତାଙ୍କ ପ୍ରତି କିଛି ସତର୍କତା ଅବଲମ୍ବନ କରାଯାଉଛି। ବହୁତ ସତର୍କତା ଅବଲମ୍ବନ କରିଛନ୍ତି। କଲିକତାରେ ସେ ଯୋଉଠି ରହିଥିଲେ ସେ ରେସିଡେନ୍ସ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି, କିନ୍ତୁ ସବୁ କିଛି ସତ୍ତ୍ୱେ ସେ ଖସି ଯାଇକି ବାହାରୁ ସହାୟତା ଗ୍ରହଣ କରିନେଇଛନ୍ତି, ହିଟଲରଙ୍କ ସାଙ୍ଗେ ଯୋଗାଯୋଗ କରିଛନ୍ତି। ଏସବୁ ତ ଇତିହାସର କଥା। କିନ୍ତୁ ଆଉ ଗୋଟିଏ ଅନାଲୋଚିତ ଅଧ୍ୟାୟ ରହିଯାଇଛି ଯାହାକି ବିଶେଷ ଭାବରେ କାହାରି ଦୃଷ୍ଟି ଆକର୍ଷଣ କରେ ନାହିଁ। ସିଏ ଯାହାଙ୍କୁ ଶତ୍ରୁ ତାଲିକାରେ ରଖିଛନ୍ତି ଇଂରେଜମାନେ, ସିଏ କୌଣସି ପ୍ରତ୍ୟକ୍ଷ ସଂଗ୍ରାମରେ ଭାଗ ନେଇନଥିଲେ। ତାଙ୍କର ସେମିତି ସମଗ୍ର ଭାରତ ବର୍ଷ ବ୍ୟାପୀ ଏକ ବିରାଟ ବାହ୍ୟ ଅର୍ଗାନାଇଜେସନ ନଥିଲା, କିନ୍ତୁ ତଥାପି ସେ ଥିଲେ ଇଂରେଜ ମାନଙ୍କର ଶତ୍ରୁ ତାଲିକାର ପ୍ରଥମେ। ତାକୁ କହୁଥିଲେ ଦି ମୋଷ୍ଟ ଡେଞ୍ଜରସ୍ ମ୍ୟାନ ଅଫ୍ ଆୱାର ବ୍ରିଟିଶ ଏମ୍ପାୟାର। ଯୋଉ ସାମ୍ରାଜ୍ୟରେ ସୂର୍ଯ୍ୟାସ୍ତ ହୁଏ ନାହିଁ ବୋଲି ସେମାନେ ଦାବି କରନ୍ତି, ସେହି ସାମ୍ରାଜ୍ୟକୁ ଗୋଟିଏ ବ୍ୟକ୍ତି ଭିତତ୍ରସ୍ତ କରିକି ରଖିଥିଲେ, ସିଏ ହେଉଛନ୍ତି ଶ୍ରୀ ଅରବିନ୍ଦ, ଯିଏକି ସେତେବେଳେ ଅରବିନ୍ଦ ଘୋଷ ନାମରେ ପରିଚିତ ଥିଲେ। ତାଙ୍କୁ ଦି ମୋଷ୍ଟ ଡେଞ୍ଜରସ୍ ମ୍ୟାନ ବୋଲି କହୁଥିଲେ। ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନ ବ୍ୟାପକ ଥିଲା, ସୁଭାଷ ବୋଷଙ୍କ ଆନ୍ଦୋଳନ ଭୟଙ୍କର ଥିଲା, କିନ୍ତୁ ସେମାନେ ଶତ୍ରୁ ତାଲିକାରେ ନଥିଲେ। ଶତ୍ରୁ ତାଲିକାରେ ଥିଲେ ଶ୍ରୀ ଅରବିନ୍ଦ। କାହିଁ ଶ୍ରୀ ଅରବିନ୍ଦ ସଶସ୍ତ୍ର ସଂଗ୍ରାମ କରିନଥିଲେ? ତାଙ୍କର ତ ଗୋଟେ ମାନେ ଦେଶବ୍ୟାପୀ ଏମିତି ଅର୍ଗାନାଇଜେସନ ନଥିଲା ଯେ ତାଙ୍କ ନାଁରେ ସେମାନେ ଡେଇଁ ପଡିଥାନ୍ତେ। କିନ୍ତୁ ତାଙ୍କର ଲେଖା ଏତେ ଶାଣିତ ଥିଲା ଯେ ଇଂରେଜ ମାନଙ୍କର ମର୍ମକୁ ତାହା ଭେଦ କରିଯାଇଥିଲା ଏବଂ ସେ ଜାଣିଲେ ଯେ ଯଦି ଏଇ ଜିନିଷଟି ଭାରତ ବର୍ଷରେ ରହେ, ଏଇଭଳି ଭାବରେ ସଂଗ୍ରାମଟି ଚାଲେ, ତେବେ ତାକୁ ଦମନ କରିବା ପାଇଁ ଆମର ସୈନ୍ୟବାହିନୀ ଆଦୌ ଯଥେଷ୍ଟ ହେବେ ନାହିଁ, ଆମର ସାମରିକ ଅସ୍ତ୍ରଶସ୍ତ୍ର ମଧ୍ୟ ସକ୍ଷମ ହବ ନାହିଁ। ତେଣୁ ତାଙ୍କୁ ସେ କହୁଥିଲେ ଦି ମୋଷ୍ଟ ଡେଞ୍ଜରସ୍ ମ୍ୟାନ। ତାଙ୍କ ଉପରେ ଆହୁରି ଅଧିକ ସତର୍କ ଦୃଷ୍ଟି ରଖାଯାଇଥିଲା। ଏପରିକି ଯେତେବେଳେ ଶ୍ରୀ ଅରବିନ୍ଦ ରାଜନୀତି ପରିତ୍ୟାଗ କରିକି ଆଧ୍ୟାତ୍ମିକ କ୍ଷେତ୍ରକୁ ପ୍ରବେଶ କରିଛନ୍ତି, ସେତେବେଳେ ମଧ୍ୟ ଇଂରେଜ ମାନଙ୍କର ଭୟ ତୁଟି ନାହିଁ ଏବଂ ସେତେବେଳେ ସୂକ୍ଷ୍ମ ସ୍ତରରେ ଶ୍ରୀ ଅରବିନ୍ଦ ଏବଂ ଶ୍ରୀମାନଙ୍କର ସାଧନା ଯେ ସ୍ୱାଧୀନତା ସଂଗ୍ରାମକୁ ଯଥେଷ୍ଟ ବଳ ଯୋଗାଉଥିଲା, ଏ କଥା ଆମମାନେ ବିଚାରକୁ ନଉନା କି ଇତିହାସ ଆମକୁ ଏ ବିଷୟରେ କୌଣସି ଦିଗ୍ଦର୍ଶନ ଦେଲା ନାହିଁ। ସାମରିକ ଅସ୍ତ୍ର ରହିଛି, ସାମରିକ ଶକ୍ତି ରହିଛି, ସଶସ୍ତ୍ର ବିପ୍ଳବ ହେଇଛି। ମହାତ୍ମା ଗାନ୍ଧୀଙ୍କର ଅହିଂସାର ସଂଗ୍ରାମ ଯୋଉଠି ହଉଛି ନୂତନ ସଂଗ୍ରାମ, ତାହା ମଧ୍ୟ ଏ ମାଟିରେ ପରୀକ୍ଷା କରାଯାଇଛି। କିନ୍ତୁ ସବୁ ଉପରେ ଯେ ଗୋଟିଏ ଆଧ୍ୟାତ୍ମିକ ସାଧନା ରହିଛି, ଏ କଥା ଇତିହାସକାର ମାନେ ଲିପିବଦ୍ଧ କରନ୍ତି ନାହିଁ। ଯଦିଓ ଅରବିନ୍ଦ ଘୋଷକୁ କିଛି ମାତ୍ରାରେ ଇତିହାସରେ ସ୍ଥାନ ଦିଆଯାଇଛି, ତଥାପି ମହାଯୋଗୀ ଶ୍ରୀ ଅରବିନ୍ଦଙ୍କର ସ୍ଥାନ ଇତିହାସରେ ଯଥାଯଥ ଭାବରେ ନିର୍ଣ୍ଣିତ ହୋଇନାହିଁ। ଏପର୍ଯ୍ୟନ୍ତ ଭାରତ ବର୍ଷର ଇତିହାସକୁ ଶ୍ରୀ ଅରବିନ୍ଦଙ୍କର କଣ ଅବଦାନ ରହିଛି, ସମଗ୍ର ଜଗତକୁ ଶ୍ରୀ ଅରବିନ୍ଦଙ୍କର କଣ ଅବଦାନ ରହିଛି, ଏ ବିଷୟରେ ଆମ ପିଲାମାନଙ୍କୁ କୌଣସି ଶିକ୍ଷା ଦିଆଯିବା ପାଇଁ ପୁସ୍ତକ ରଚନା କରାଯାଇ ନାହିଁ। ବର୍ତ୍ତମାନ ସମୟ ଆସିଛି ଇତିହାସକୁ ପୁନର୍ଲିଖନ କରିବା ପାଇଁ, ଯାହା ଦ୍ୱାରା କି ପ୍ରକୃତ ତଥ୍ୟ ପଦାକୁ ଆସିପାରିବ। ତାପରେ ଆମେ ଦେଖିବା ଯେ ଦେଶର ବିଭାଜନ। ଯୋଉ ଭାରତ ବର୍ଷ ଦିନେ ଅଖଣ୍ଡ ଭାରତ ଥିଲା, ତାହା ଖଣ୍ଡିତ ହେଲା କାହିଁକି? 1906 ମସିହାରେ ଢାକା ନବାବଙ୍କ ନେତୃତ୍ୱରେ ଗୋଟିଏ ଦଳ ଗଠନ କରାଗଲା, ମୁସଲିମ ଲିଗ। ସେତେବେଳେ କୁହାଗଲା ଯେ ଦୁଇଟି ସମ୍ପ୍ରଦାୟ ଭାରତ ବର୍ଷ ଭିତରେ କଦାପି ରହିପାରିବେ ନାହିଁ, ଯଦିଓ ଯୁଗ ଯୁଗ ଧରି ସେ ଦୁଇଟି ସମ୍ପ୍ରଦାୟ ନିଜ ଭିତରେ ଭାତୃଭାବ ପୋଷଣ କରି ଚଳି ଆସୁଥିଲେ। କୃତ୍ରିମ ଭାବରେ ଗୋଟିଏ ବିଭାଜନ ସୃଷ୍ଟି କରାଗଲା ଏବଂ ତାର ପ୍ରବକ୍ତା ଥିଲେ ମହମ୍ମଦ ଅଲି ଜିନ୍ନା।
से आह्वान देले डायरेक्ट एक्शन, प्रत्यक्ष संग्राम करा जाऊ। जदि स्वाधीनता लाभ संभव होना ताहले भारत को दुई भाग करा जाऊ एवं गोटे भाग हिंदू मानक पे अन्य भाग को मुसलमान मानक पे कि संरक्षित करा जाऊ। कारण गोटे देश में दुईटी संप्रदाय कदापि निरापद रही पारे ना। ढाकार नवाब हूँ कि मोहम्मद अली जिन्ना हूँ एम कौ सोर्स खबर पाई दुईटी संप्रदाय एकाठी रही पारे ना ता तो मुझे कहीपरि ना, किंतु मन हो सत्य ये समय गोटे आवश्यकता। तापर तांकरी अंध दिग्दर्शन ए देश भितर सांप्रदायिक दंगा सृष्टि भारत वर्ष को भाग भाग कर दिया जाइए। बंग प्रदेश को दुई भाग करके पूर्व बंग एवं पश्चिम बंग में विभाजित करा जाइए। ठीक से पंजाब प्रदेश को विभाजित करा जाइए। सेतेबेलर भयंकर दृश्य को जो मैंने देखी हूँ तो विशेष कई अद्यावधि जीवित नथिबे, किंतु सेतेबेले जो रक्तर स्रोत छुटी था भारत वर्ष से भयंकर कहानी गुड़िक इतिहास लिपिबद्ध रही विभिन्न जगह फिल्म मान देखिए आम जापर कि एक भयंकर चक्रांत कर मात्र एसबू घटी सीमा और श्री अरविंद इच्छा विरुद्ध से चाहू न सब कि श्री अरविंद से बहुत दिन धरी एकांतवास रही अधिमानस सिद्धि हो जाइए। अतिमानस दिगरे से अग्रसर होती। ठीक सही समय जिते से नैर्व्यक्तिक स्तर को चली जाइए भारत वर्ष स्वाधीन से श्री अरविंद कहते अर्थात भारत वर्ष स्वाधीनता मोर जन्मदिन ईश्वर मो प्रति एक उपहार। किंतु दुख ये से उपहार को काटी दुईटी छोट छोट खंड में परिणत कर मत प्रदान कले। जदि ये एक अखंड और बृहत उपहार दे था तेज अधिक खुशी होता। देशर विभाजन केते दूर दुखित करथिला ए वक्तव्य स्पष्ट। देश तो दुई खंड हो गला, देश स्वाधीन हो गला। श्री अरविंद कहते जन्मदिन में भगवान मत उपहार स्वरूप प्रदान करते, किंतु दुख रहीगला काटिक दी खंड छोटिया खंड में परिणत कर उपहार को मत देले। अर्थात देश विभाजित होगला एवं गोटे देश पाकिस्तान होगला। एक कहला को आहरी दुख लगुच सीमांत जो सैन्य मैंने मृत्युवरण कर भारत हूँ पाकिस्तान हूँ अति दुखे मुंड तलक हो जाए भाई भाई भितर गंडगोल करके सब घटना घटू। जहां को आम आम शत्रु तालिका रखी से किए सी हूँ आमरी भाई। 47 मसीहा पूर्व सहित आमर भाईर संपर्क थिला, किंतु वर्तमान से अलग हो जाती। ए विभाजन टी कृत्रिमता उपर पर्यवेसित होती यार अस्तित्व विशेष किसी ना से कथा आम श्री अरविंद आउ गोटे बाणी जापर। श्री अरविंद कहते बाय व्हाट एवर मीन्स दिस डिविजन मस्ट एंड विल गो। से कहते जेकोसी उपाय होना कहीं जो विभाजन टी घटला ताकू निश्चिन्न हवा को पड़ो, से निश्चिन्न हवा को बाध्य। कहीं फॉर विदाउट इट द डेस्टिनी ऑफ इंडिया माइट बी सीरियसली इम्पेयर्ड एंड इवन फ्रस्ट्रेटेड। जदि यह न हुए ताले भारत सांघातिक भाव में जखम हो अतिमात्रा फ्रस्ट्रेटेड हो। तेणु जहाँ एकता को आने को पड़ो। ए क्षेत्र में किए कार्य कर कहले ओनली लिटिल हैज टू बी डन। आउ सामान्य किसी करिया को बाकी अच्छी एंड दैट विल बी डन टुडे और टुमरो। ताहाको आमे करिवु केबे करिवु ना आज किंबा काली करिवु। There India has her part to play and has begun to play it with an energy and ability which already indicate the measure of her possibilities and the place she can take in the Council of the Nations। तांकर वक्तव्य है जे भारत वर्ष तार कार्य को आरंभ कर देछि एवं विश्व क्षेत्र में जहाँ करबा कथा से ताहा निश्चित भाव में करि चलिबो। आ कोन हिची ना तार संभावना जो रही समग्र विश्व को नेतृत्व देवार संभावना जो रही भारत भितर विश्वगुरु हबार योग्यता भारत भितर जहाँ रही धीरे धीरे पदा को आसुची एवं ये पृथ्वीर काउंसिल ऑफ द नेशंस रे जहाँ करबा कथा भारत वर्ष निश्चय करिवो। कारण दि काउंसिल ऑफ नेशंस ये श्री अरविंद अन्य गोटे स्वप्न। ता तो भिन्न प्रसंग
आम ए विषय अन्य केवे आलोचना करिपरिबा किंतु खाली एतिକି ଦେଖିବା ଯେ ଭାରତର ସ୍ୱାଧୀନତା ନୁହେଁ ବରଂ ଏସିଆ ମହାଦେଶର ଉତ୍ଥାନ ଏବଂ ତତ୍ସହିତ ଏକ ବିଶ୍ୱବ୍ୟାପୀ ସରକାରୀ ସଂଗଠନର ସ୍ୱପ୍ନ ଶ୍ରୀ ଅରବିନ୍ଦ ଦେଖିଥିଲେ। ତାପରେ ଏଇ ଯୋଉ ଅବସ୍ଥାଟି ସୃଷ୍ଟି ହେଇଛି ଏ ଅବସ୍ଥା ବେଶୀ ଦିନ ରହିନାହିଁ। ଆପଣମାନେ ହୁଏତ ଆମ ଭିତରୁ ଅଧିକାଂଶ ଜାଣିନଥିବେ ଯେ ଇ ପାକିସ୍ତାନ ସୃଷ୍ଟି ପଛରେ ଯିଏ ଥିଲେ କର୍ତ୍ତା ମାତ୍ର ବର୍ଷକ ଭିତରେ ତାଙ୍କର ମତି ପରିବର୍ତ୍ତନ ଘଟିଥିଲା। ଯେଉଁ ମହମ୍ମଦ ଅଲି ଜିନ୍ନା ଦିନେ କହୁଥିଲେ ଯେ ଭାରତ ବର୍ଷକୁ ଦୁଇ ଭାଗ କରିବାକୁ ପଡିବ, ଜୀବନର ଶେଷ ଅବସ୍ଥାରେ ସେ ଗୋଟିଏ ସତ୍ୟ ପ୍ରକାଶ କରିଥିଲେ। ଆମ ଓଡିଆରେ ଗୋଟିଏ ଢଗଟିଏ ଅଛି, ହନୁ ମଲା ବେଳେ ସତ କହେ। ତେବେ କୋଉ ହନୁ କୋଉଠି କେତେବେଳେ ମରିଥିଲା ଏବଂ ସେ କଣ ସତ୍ୟ କହିଥିଲା ତାହା ତ ମୁଁ କହିପାରିବି ନାହିଁ, କିନ୍ତୁ ଜିନ୍ନା ସାହେବଙ୍କର ଜୀବନର ଶେଷାର୍ଦ୍ଧରେ ବା ଶେଷ ଭାଗରେ ଗୋଟିଏ ଘଟଣା ଘଟିଲା। ସେ ଘଟଣା ପ୍ରତି ମୁଁ ଦୃଷ୍ଟି ଆକର୍ଷଣ କରିବି। ତାହା ହଉଛି 1948 ମସିହା ସେପ୍ଟେମ୍ବର ମାସ 11 ତାରିଖ। ସକାଳ ସମୟ ହଉଛି ସକାଳ 10:30। ବେଲୁଚିସ୍ତାନର କ୍ୱେଟାରୁ ଗୋଟିଏ ବିମାନ ଆସି ପହଞ୍ଚିଲା କରାଚିରେ। ସେଥିରେ ଥିଲେ ମହମ୍ମଦ ଅଲି ଜିନ୍ନା, ଅତି ମାତ୍ରାରେ ଅସୁସ୍ଥ, ଚାଲିବାର ଶକ୍ତି ତାଙ୍କର ନଥିଲା। ସେତେବେଳେ ଏୟାରପୋର୍ଟକୁ କେହି ଯାଇନଥିଲେ ତାଙ୍କୁ ରିସିଭ୍ କରିବା ପାଇଁ। ତାଙ୍କୁ ଅଣାଗଲା ଏବଂ ସେଇଠି ଥିଲେ ପାକିସ୍ତାନର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲିଆକତ ଅଲି ଖାଁ। ତାଙ୍କୁ ସେ ସାକ୍ଷାତ କରିଥିଲେ, କାରଣ ସେତେବେଳକୁ ପ୍ରେସିଡେଣ୍ଟ ପଦବୀ ସୃଷ୍ଟି ହେଇନଥିଲା, ସମ୍ବିଧାନ ତିଆରି ହେଇନଥିଲା, ପ୍ରେସିଡେଣ୍ଟ ପଦବୀ ସୃଷ୍ଟି ହେଇନଥିଲା, ଗଭର୍ଣ୍ଣର ଜେନେରାଲ ଥିଲେ। ଯେତେବେଳେ ସେ ଲିଆକତକୁ ଦେଖିଛନ୍ତି ସେତେବେଳେ ତାଙ୍କର କୋହଟା ପଦାକୁ ଆସିଯାଇଛି ଏବଂ ସେ ଗୋଟିଏ ଧାଡି କହିଛନ୍ତି, ଲିଆକତ, ଦି ଡିମାଣ୍ଡ ଫର ପାକିସ୍ତାନ ୱାଜ ଦି ବିଗେଷ୍ଟ ବ୍ଲଣ୍ଡର ଅଫ ମାଇ ଲାଇଫ। ଥରେ ଅନୁମାନ କରନ୍ତୁ, ପାକିସ୍ତାନ ସୃଷ୍ଟି କରିବା ପାଇଁ ବର୍ଷ ତଳେ ସେ କଣ ନ କରିଥିଲେ, କିନ୍ତୁ ସେଇ ବର୍ତ୍ତମାନ କହୁଛନ୍ତି ଦି ଡିମାଣ୍ଡ ଫର ପାକିସ୍ତାନ ୱାଜ ଦି ବିଗେଷ୍ଟ ବ୍ଲଣ୍ଡର ଅଫ ମାଇ ଲାଇଫ। ମୋ ଜୀବନର ଗୋଟିଏ ବିରାଟ ବ୍ଲଣ୍ଡର ହଉଛି ପାକିସ୍ତାନ ଦାବି କରିବା। ଏଇଟା ଥିଲା ମୋ ଜୀବନର ଗୋଟିଏ ଭୁଲ, ଚରମ ଭୁଲ ନିଷ୍ପତ୍ତି। ତାପରେ କହୁଛନ୍ତି, ଇଫ ଆଇ ଗେଟ୍ ଆନ୍ ଅପରଚ୍ୟୁନିଟି I shall go to Delhi and ask Jawaharlal to forget the follies of the past and to be friends once again. ସେ କହୁଛନ୍ତି, ଯଦି ମତେ ସୁଯୋଗଟିଏ ମିଳେ, I shall go to Delhi, ମୁଁ ଦିଲ୍ଲୀ ଯିବି and request Jawahar to forget the follies of the past, ଅତୀତର ସମସ୍ତ ଭୁଲ ଭ୍ରାନ୍ତିକୁ ଭୁଲିଯିବା ପାଇଁ କି and to become friends once again, ପୁନର୍ବାର ବନ୍ଧୁ ହେଇକି ରହିବା ପାଇଁ କି ମୁଁ ତାଙ୍କୁ ନିବେଦନ କରିବି। କିନ୍ତୁ ବିଧିର ବ୍ୟବସ୍ଥା ଅନ୍ୟ ପ୍ରକାର ଥିଲା। ସେ ସୁଯୋଗ ତାଙ୍କ ଜୀବନରେ ଆସିଲା ନାହିଁ, କାରଣ ସେଇଦିନ ରାତ୍ରି 10:10 ତାଙ୍କର ନିଶ୍ୱାସ ସେ ତ୍ୟାଗ କରିଥିଲେ। ତା ପରଦିନ ସୂର୍ଯ୍ୟାସ୍ତ ଦେଖିବାକୁ ସେ ଜୀବିତ ନଥିଲେ। ଏଠି ଦେଖିବା ଭାଗ୍ୟର ଗୋଟିଏ ଚରମ ବିଡ଼ମ୍ବନା ଯେ ଯେତେବେଳେ ସେ ମୃତ୍ୟୁ ଶଯ୍ୟାରେ ଶାୟିତ, ଆଉ କିଛି କ୍ଷଣ ଭିତରେ ତାଙ୍କ ଜୀବନକାଳ ସୀମିତ, ତାଙ୍କ ପାଖରେ କେହି ଜଣେ ବି ଲୋକ ନଥିଲେ, କେବଳ ତାଙ୍କରି ଭଉଣୀ ଫାତିମା ବେଗମ ବ୍ୟତୀତ। ତାଙ୍କ ହାତକୁ ସେ ଆବେଗର ସହିତ ଧରି ପକେଇଲେ ଏବଂ ଖାଲି ଏତିକି କହିଲେ, ଫାତି ଖୁଦା ହାଫିଜ। ତାପରେ ତାଙ୍କ ମୁସଲମାନ ଧର୍ମୀୟ ରୀତିରେ ପ୍ରାର୍ଥନାଟିଏ କରି ସେ ନିଶ୍ୱାସ ତ୍ୟାଗ କଲେ। ଥରେ ମନେ ପକାନ୍ତୁ 1946 ମସିହା କଥା, ଅଗଷ୍ଟ ମାସ 16 ତାରିଖ, ଯାହାଙ୍କର ଆହ୍ୱାନରେ ସେଦିନ କଲିକତାର ଅକ୍ଟୋଲୋନି ମନୁମେଣ୍ଟ ବା ଯାହାକୁ ଆମେ ବର୍ତ୍ତମାନ ଶହୀଦ ମିନାର ବୋଲି କହୁ, ସେ ସ୍ଥାନରେ ପାଖାପାଖି 30,000 ଲୋକ ଏକତ୍ରିତ ହେଇଯାଇଥିଲେ। ଆଜି ମଲା ବେଳକୁ 3ଟି ଲୋକ ବି ତାଙ୍କ ପାଖରେ ନାହାନ୍ତି। ମାତ୍ର ବର୍ଷକ ଭିତରେ ସବୁ ଘଟିଛି। 1947 ଅଗଷ୍ଟ 14 ତାରିଖ ଦିନ ପାକିସ୍ତାନ ସ୍ୱାଧୀନତା ଘୋଷଣା କରିଛି ଏବଂ ଠିକ ତା ପରବର୍ଷ ସେପ୍ଟେମ୍ବର 11 ତାରିଖ ଦିନ ମହାନାୟକଙ୍କର ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ବଡ କଥା ନୁହେଁ, ବରଂ ମୃତ୍ୟୁ ପୂର୍ବରୁ ସେ ଯୋଉ ଅନୁତାପ କରିଛନ୍ତି, ଏ ଅନୁତାପରୁ ସ୍ପଷ୍ଟ ଜଣାପଡୁଛି ଯେ ପାକିସ୍ତାନର ସୃଷ୍ଟି ଏକ କୃତ୍ରିମତା ଉପରେ ପର୍ଯ୍ୟବେସିତ ଥିଲା। ମା ମଧ୍ୟ କୁହନ୍ତି, ଆଇ କ୍ୟାନଟ୍ ସି ଦି ସେପାରେଟ ଏକ୍ଜିଷ୍ଟାନ୍ସ ଅଫ ପାକିସ୍ତାନ। ପାକିସ୍ତାନର କୌଣସି ସ୍ୱତନ୍ତ୍ର ସ୍ଥିତି ମୁଁ କାହିଁ ଦେଖିପାରୁନାହିଁ, କାରଣ ଦିନ ଆସିବ ଏ ଦୁଇଟିକି ନିଶ୍ଚିତ ଭାବରେ ଏକତ୍ରିତ ହେବାକୁ ପଡିବ। ଏ ଦୁଇଟିକି ନିଶ୍ଚିତ ଭାବରେ ଏକତ୍ରିତ ହେବାକୁ ପଡିବ, ଭାରତ ଏବଂ ପାକିସ୍ତାନକୁ। ତାପରେ ଭାରତୀୟମାନଙ୍କ ବିଷୟରେ ଶ୍ରୀ ଅରବିନ୍ଦ ଆହୁରି ଗୋଟିଏ ସୁନ୍ଦର କଥା କହିଛନ୍ତି ଯେ ଇଟ୍ ଇଜ୍ ଓନ୍ଲି ଦି ଇଣ୍ଡିଆନ୍ ହୁ କ୍ୟାନ୍ ବିଲିଭ୍ ଏଭ୍ରିଥିଙ୍ଗ, ଡେୟାର ଏଭ୍ରିଥିଙ୍ଗ, ସାକ୍ରିଫାଇସ୍ ଏଭ୍ରିଥିଙ୍ଗ। ଭାରତୀୟମାନେ ହେଉଛନ୍ତି एकमात्र ବ୍ୟକ୍ତିତ୍ୱ ଯିଏକି ସବୁକିଛିକି ବିଶ୍ୱାସ କରିପାରନ୍ତି, ସବୁକିଛିକି ସାହସର ସହିତ ସମ୍ମୁଖୀନ ହୋଇପାରନ୍ତି ଏବଂ ସବୁକିଛିକି ସାକ୍ରିଫାଇସ୍ କରିପାରନ୍ତି। ଫାଷ୍ଟ ଦେୟାରଫୋର ବିକମ୍ ଇଣ୍ଡିଆନ୍ସ
ତେଣୁ ପ୍ରଥମେ ତମକୁ ଭାରତୀୟ ହବାକୁ ପଡିବ। ରିକଭର ଦି ପ୍ୟାଟ୍ରିମୋନି ଅଫ ୟୋର ଫୋର୍ ଫାଦର୍ସ, ତମ ପିତା ଫୋର୍ ଫାଦର୍ସ ମାନେ ପୂର୍ବପୁରୁଷଙ୍କର ସମସ୍ତ ସମ୍ପତ୍ତିକୁ ଉଦ୍ଧାର କରିବାକୁ ପଡିବ। ରିକଭର ଦି ଆରିଆନ୍ ଥଟ୍, ଦି ଆରିଆନ୍ ଡିସିପ୍ଲିନ, ଦି ଆରିଆନ୍ କ୍ୟାରେକ୍ଟର, ଦି ଆରିଆନ୍ ଲାଇଫ। ଆର୍ଯ୍ୟ ଜୀବନ, ଆର୍ଯ୍ୟ ଚିନ୍ତା, ଆର୍ଯ୍ୟ ଶୃଙ୍ଖଳା ଏବଂ ଆର୍ଯ୍ୟ ଚରିତ୍ରକୁ ଉଦ୍ଧାର କରିବାକୁ ପଡିବ। ରିକଭର ଦି ବେଦାନ୍ତ, ଦି ଗୀତା, ଦି ଯୋଗ, ଯାହାକି ଭାରତର ସମ୍ପତ୍ତି। ବେଦାନ୍ତ ହଉ, ଗୀତା ହଉ ଏବଂ ଯୋଗ ହଉ, ଏସବୁକୁ ପୁନରୁଦ୍ଧାର କରିବାକୁ ପଡିବ। ରିକଭର ଦେମ୍ ନଟ୍ ଓନ୍ଲି ଇନ୍ ଇଣ୍ଟେଲେକ୍ଟ ଅର୍ ସେଣ୍ଟିମେଣ୍ଟ ବଟ୍ ଇନ୍ ୟୁର ଲାଇଫ। ତାକୁ କେବଳ ଖାଲି ଇଣ୍ଟେଲେକ୍ଟ ଏବଂ ସେଣ୍ଟିମେଣ୍ଟରେ ଉଦ୍ଧାର କଲେ ଚଳିବ ନାହିଁ, ତାକୁ ଜୀବନ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ କରିବାକୁ ପଡିବ। ତାପରେ ପ୍ରଭୁ ଉପଦେଶ ଦେଇ କହୁଛନ୍ତି ଲିଭ୍ ଦେମ୍, ଅର୍ଥାତ୍ ସେଇ ଜୀବନଟି ଯାପନ କର। ଆଣ୍ଡ ୟୁ ୱିଲ୍ ବି ଗ୍ରେଟ୍ ଆଣ୍ଡ ଷ୍ଟ୍ରଙ୍ଗ, ତମେ ନିଶ୍ଚିନ୍ତ ଭାବରେ ବୃହତ, ବ୍ୟାପକ ଏବଂ ଦୃଢ ହେଇପାରିବ। ମାଇଟି, ଇନଭିନ୍ସିବଲ ଆଣ୍ଡ ଫିୟରଲେସ୍। ଆଉ କଣ ହବ ନା, ମାଇଟି ଅର୍ଥ ଶକ୍ତିଶାଳୀ ହେଇପାରିବ, ଇନଭିନ୍ସିବଲ ଅର୍ଥାତ୍ କେହି ତୁମକୁ ଆକ୍ରମଣ କରିପାରିବେ ନାହିଁ, ଆଣ୍ଡ ଫିୟରଲେସ୍ ଏବଂ ଆହୁରି ଭୟଶୂନ୍ୟ ହେଇଯାଇପାରିବ। ନାଇଦର ଲାଇଫ ନର ଡେଥ୍ ୱିଲ୍ ହାଭ୍ ଟେରର୍ସ ଫର ୟୁ। ଆଉ ଜୀବନ କି ମୃତ୍ୟୁର କୌଣସି ଭୟ ତମ ପାଇଁ ରହିବ ନାହିଁ। ତେଣୁ ଭାରତୀୟ ଚିନ୍ତାଧାରା ଦ୍ୱାରା ଉଦ୍ଭୂତ ହେବା ପାଇଁ ସେ ଆମ ସମସ୍ତଙ୍କୁ ଉପଦେଶ ଦେଇଛନ୍ତି। ବର୍ତ୍ତମାନ ଆମେ ଆସିବା ଆଲୋଚନାର ଶେଷ ପର୍ଯ୍ୟାୟକୁ। ତାହା ହେଉଛି ସ୍ୱାଧୀନତା ଲାଭର ପରବର୍ତ୍ତୀ କେତେଗୁଡ଼ିଏ ପଦକ୍ଷେପ। ଦେଶ ବିଭାଜନ ଆମେ ଆଲୋଚନା କରୁଥିଲେ, ଟୁ ନେସନ୍ସ ଥିଓରି ଉପରେ ବେସ୍ କରିକି ତାହା କରାଯାଇଥିଲା, କିନ୍ତୁ ତାହାର ଫ୍ୟୁଟାଲିଟି ମାତ୍ର 25 ବର୍ଷ ଭିତରେ ପ୍ରମାଣିତ ହୋଇଥିଲା। ଟୁ ନେସନ୍ ଥିଓରି ଯେ ଏକ ଭ୍ରାନ୍ତ ଧାରଣା ଥିଲା, ଏହା 25 ବର୍ଷ ଭିତରେ ପ୍ରମାଣିତ ହୋଇଯାଇଛି। ଜିନ୍ନାଙ୍କର କହିବାର କଥା ଥିଲା ଯେ ଭାରତ ବର୍ଷରେ ମୁସଲମାନ ମାନେ ନିରାପଦ ନୁହନ୍ତି, ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ଦେଶ ସୃଷ୍ଟି କରାଯାଉ। ତାକୁ ହିଁ ଭିତ୍ତି କରି ଗୋଟେ ସ୍ୱତନ୍ତ୍ର ଦେଶ ସୃଷ୍ଟି କରାଗଲା। ଅବଶ୍ୟ ବହୁ ରକ୍ତପାତ ପରେ କରାଯାଇଛି, କିନ୍ତୁ ସେ ଦେଶଟି ହେଇଗଲା ପରେ ମଧ୍ୟ ନିଜ ସମ୍ପ୍ରଦାୟ ଭିତରେ ସୁରକ୍ଷାର ଭାବନା ସୃଷ୍ଟି ହେଇପାରିଲା ନାହିଁ। କାରଣ ପଶ୍ଚିମ ପାକିସ୍ତାନର ମୁସଲମାନ ମାନଙ୍କ ଦ୍ୱାରା ପୂର୍ବ ପାକିସ୍ତାନର ମୁସଲମାନ ମାନେ ବହୁ ଭାବରେ ଅତ୍ୟାଚାରିତ ହେଲେ, ଯାହାକି ଆରମ୍ଭ ହେଇଥିଲା 1970 ମସିହା ମାର୍ଚ୍ଚ ମାସରୁ। ଗୋଟିଏ ନିର୍ବାଚନକୁ ନେଇକି ଏସବୁ ଗଣ୍ଡଗୋଳ ଆରମ୍ଭ ହେଇଥିଲା। ତାପରେ ତ ସବୁ ଇତିହାସର କଥା ଏବଂ ଏସବୁ ଘଟଣାକୁ ଆଖି ଆଗରେ ଦେଖିଥିବା ବହୁ ଲୋକ ଅଦ୍ୟାବଧି ଆମ ଭିତରେ ଜୀବିତ ଥିବେ। ଏଇ ମାତ୍ର 50 ବର୍ଷ ତଳର ଘଟଣା, ଯେତେବେଳେ ବଙ୍ଗଳା ବା ସେତେବେଳେ ଯୋଉଟା ଥିଲା ଇଷ୍ଟ ପାକିସ୍ତାନ, ଯାହାକୁ ଆମେ ବର୍ତ୍ତମାନ ବାଂଲାଦେଶ ବୋଲି କହୁଛୁ, ସେତେବେଳେ ଗୋଟିଏ ଯୁଦ୍ଧଟିଏ ହେଇଥିଲା ଭାରତ ପାକିସ୍ତାନ ଭିତରେ 1971 ମସିହା ଡିସେମ୍ବର ମାସ 3ରେ ଆରମ୍ଭ ହେଇଥିଲା ଏବଂ ଡିସେମ୍ବର ମାସ 16 ସମାପ୍ତ ହେଇଥିଲା। ଏଇ ଇଣ୍ଡୋପାକ୍ ଯୁଦ୍ଧଟି ଏକ ବିଶେଷ ଧରଣର ଯୁଦ୍ଧ ଥିଲା। କାହିଁକି ନା ଆମେ ଶୁଣିଛୁ ଯେ ଦିନ ଥିଲା ଭଗବାନ ଯୁଦ୍ଧ କ୍ଷେତ୍ରକୁ ଯାଇଥିଲେ ଯୁଦ୍ଧ କରିବା ପାଇଁ କି, ଉତ୍କଳ ଗଜପତିଙ୍କର ସମ୍ମାନ ରକ୍ଷା କରିବା ପାଇଁ କି କାଞ୍ଚି ଯୁଦ୍ଧ କ୍ଷେତ୍ରରେ ସେ ଯୁଦ୍ଧ କରିଥିଲେ। ଆମର କିମ୍ବଦନ୍ତୀ ଯାହା କହୁଛି ଭଗବାନ ନିଜେ ପାଇକ ବିଷୟରେ ଯାଇଥିଲେ ଲଢେଇ କରିବା ପାଇଁ। ମହାଭାରତ କହେ ସ୍ୱୟଂ ଭଗବାନ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଥିଲେ, ଯୁଦ୍ଧକୁ ପରିଚାଳିତ କରୁଥିଲେ, କିନ୍ତୁ କୌଣସି ଅସ୍ତ୍ର ଧାରଣ କରୁନଥିଲେ। ମାତ୍ର ଏ ଯେଉଁ ଯୁଦ୍ଧଟି ବିଷୟରେ ଆମେ ଆଲୋଚନା କରୁଛେ, ଯାହାକି ଆମ ଭିତରୁ ଅଧିକାଂଶ ଲୋକ ଅଙ୍ଗେ ଲିଭେଇଛନ୍ତି, ଏ ଯୁଦ୍ଧଟି ଏଭଳି ଏକ ଯୁଦ୍ଧ ଯୋଉଠି ପରମା ଜନନୀ ନିଜେ ଯୁଦ୍ଧରେ ହସ୍ତକ୍ଷେପ କରିଛନ୍ତି। ସେ ଯୁଦ୍ଧ କ୍ଷେତ୍ରକୁ ଯାଇନାହାନ୍ତି, ଅସ୍ତ୍ର ଧାରଣ କରିନାହାନ୍ତି, ମାତ୍ର ସୂକ୍ଷ୍ମାତି ସୂକ୍ଷ୍ମ ସ୍ତରରେ ଏଭଳି ଭାବରେ ସେ ଯୁଦ୍ଧକୁ ପରିଚାଳିତ କରିଛନ୍ତି ଯେ ବର୍ତ୍ତମାନ ଏହି ଯୁଦ୍ଧଟି ଗୋଟେ ଡିସିସିଭ୍ ବ୍ୟାଟଲ ହେଇକି ରହିଛି। ୟା ପରଠୁ ପାକିସ୍ତାନ ଆଉ ବଡ ଧରଣର ଯୁଦ୍ଧ କରିବାର କୌଣସି ସାହସ ପୋଷଣ କରିନାହିଁ। এই ଯୁଦ୍ଧଟି ଆରମ୍ଭ ହେବା ପୂର୍ବରୁ 3 ଜଣଙ୍କ ନାଁ ମନେ ପଡେ। ସେମାନେ ହେଉଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ପିସି ଭଲ୍ଲା, ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଗଜିତ ସିଂ ଅରୋରା ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ JFR ଜ୍ୟାକବ, ଜ୍ୟାକ୍ ଫାର୍ ରାଫେଲ ଜ୍ୟାକବ। ଏହା ଭିତରୁ କର୍ଣ୍ଣେଲ ପିସି ଭଲ୍ଲା 1950 ମସିହା ଠାରୁ ଆଶ୍ରମ ସହିତ ସମ୍ପୃକ୍ତ। ଯୁଦ୍ଧଟି ଆରମ୍ଭ ହେବା ପୂର୍ବରୁ ସେ ଆଶ୍ରମକୁ ଆସିଛନ୍ତି। ଆଶ୍ରମ ସେକ୍ରେଟାରୀ ମାଧବ ପଣ୍ଡିତଙ୍କୁ ଦେଖା କରିଛନ୍ତି ଏବଂ ତାଙ୍କୁ ଏସବୁ ବିଷୟ ଅବଗତ କରିଛନ୍ତି। ଅବଶ୍ୟ ତା ପୂର୍ବରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଯିଏକି ଥିଲେ ଭାରତବର୍ଷର ତତ୍କାଳୀନ ପ୍ରଧାନମନ୍ତ୍ରୀ, ସିଏ ସୀମାଙ୍କ ନିକଟକୁ ଆସିଥିଲେ ଏବଂ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ମା ତାଙ୍କୁ ପରିଷ୍କାର ଭାବରେ କହିଥିଲେ ଏ ଯୁଦ୍ଧ କରିବା ପାଇଁ କି। ସେ କହିଥିଲେ ଇଣ୍ଡିଆ ମଷ୍ଟ ବି ପ୍ରାଉଡ ଅଫ ୟୋର ଲିଡରସିପ, ଲେଟ୍ ଦି କଣ୍ଟ୍ରି ଟେକ୍ ଇଟ୍ସ ଟ୍ରୁ ପ୍ଲେସ୍ ଇନ୍ ଦି ୱାର୍ଲଡ
for showing the way towards the supreme truth. ତାଙ୍କୁ ଗୋଟେ ଚିଠିରେ ମା ଲେଖିଥିଲେ ଭାରତ ବର୍ଷ ଆପଣଙ୍କ ନେତୃତ୍ୱକୁ ନେଇ ନିଶ୍ଚୟ ଗର୍ବିତ ହବ ଏବଂ let the country take its true place in the world. ଭାରତ ବର୍ଷ ପୃଥିବୀରେ ଯେଉଁ ସ୍ଥାନ ଗ୍ରହଣ କରିବା କଥା ସେ ସ୍ଥାନ ସେ ଗ୍ରହଣ କରୁ ଆପଣଙ୍କ ନେତୃତ୍ୱରେ for showing the way towards the supreme truth. ଏବଂ ସମଗ୍ର ଜଗତକୁ ସୁପ୍ରିମ ଟ୍ରୁଥ ଆଡ଼କୁ ପଥ ଦେଖି ନେଇଯାଉ। ଯେଉଁ ଚରମ ସତ୍ୟଟି ଭୂମିରେ ପ୍ରତିଷ୍ଠିତ ହବ ଏବଂ ଯୋଉଠି ହଉଛି ପରମ ପ୍ରଭୁଙ୍କର ଚରମ ଲକ୍ଷ୍ୟ ସେଇ ସତ୍ୟଟି ପ୍ରତିଷ୍ଠା କରିବା ପାଇଁ ଭାରତ ବର୍ଷ ଯତ୍ପୂର୍ଣ୍ଣ ଆସି ସାହାଯ୍ୟ କରିବ। କର୍ଣ୍ଣେଲ ଭଲା ଯାଇଛନ୍ତି ଆଶ୍ରମକୁ ଏବଂ ସେଠି ଆଶ୍ରମରେ ମାଧବ ପଣ୍ଡିତଙ୍କୁ ଦେଖା କରିଛନ୍ତି। ତାଙ୍କ ଆନୁକୂଲ୍ୟରେ ମାଙ୍କ ସହିତ ତାଙ୍କର ସାକ୍ଷାତକାର ହେଇଛି। ତାପରେ ମାଙ୍କ ଠାରୁ ସେ କିଛି ବ୍ଲେସିଂସ ନେଇକି ଆସିଛନ୍ତି ଏବଂ ସେ ବ୍ଲେସିଂସ ପ୍ୟାକେଟକୁ ଯେତେବେଳେ ସେ ବିତରିତ କରିଛନ୍ତି ଜର୍ଜ ଅରୋରା ଏବଂ ଜେ.ଏଫ୍.ଆର୍. ଜ୍ୟାକବ ଏମାନେ ସମସ୍ତେ ସେ ବ୍ଲେସିଂସ କି ଗ୍ରହଣ କରିଛନ୍ତି। ତା ଭିତରୁ ଜେ.ଏଫ୍.ଆର୍. ଜ୍ୟାକବ ହଉଛନ୍ତି ଜଣେ ଇହୁଦୀ। ବମ୍ବେରେ ତାଙ୍କ ଘର, କଲିକତାରେ ସେ ଜନ୍ମ ହୋଇଥିଲେ। କିନ୍ତୁ ସେ ମା ଶ୍ରୀଅରବିନ୍ଦଙ୍କ ବିଷୟରେ କିଛି ଜାଣିନଥିଲେ। ଶ୍ରୀଅରବିନ୍ଦଙ୍କୁ ଜାଣିଥିଲେ କିନ୍ତୁ ମାଙ୍କ ବିଷୟରେ କିଛି ଜାଣିନାହାନ୍ତି କି ପଣ୍ଡିଚେରୀ ସହିତ ତାଙ୍କର ବିଶେଷ କିଛି ସମ୍ପର୍କ ନାହିଁ। ଯେତେବେଳେ ମାଧବ ପଣ୍ଡିତଙ୍କ ପ୍ରଦତ୍ତ ସେ ବ୍ଲେସିଂସ କି କର୍ଣ୍ଣେଲ ଭଲା ବଢେଇ ଦଉଛନ୍ତି ବିଭିନ୍ନ ଅଫିସର ମାନଙ୍କୁ, ସେତେବେଳେ ଭଦ୍ରତାବଶତଃ ସେ ବ୍ଲେସିଂସ ଟିକେ ନେଇଯାଇଛନ୍ତି ଏବଂ ଯେତେବେଳେ ସେ ଚାହିଁ ଦେଇଛନ୍ତି ସେ ଚମକି ପଡିଛନ୍ତି। ସେ ବ୍ଲେସିଂସଟା କଣ ଏମିତି ଥିଲା? ସେ ବ୍ଲେସିଂସରେ ସେ ଦେଖିଛନ୍ତି ଶ୍ରୀ ଅରବିନ୍ଦଙ୍କର ସିମ୍ବଲ ଏବଂ ତାଙ୍କର ମନେ ପଡିଯାଇଛି ଇହୁଦୀ ଜାତିର ମଧ୍ୟ ସିମ୍ବଲଟା ହଉଛି ଠିକ ସେଇଭଳି। ଶ୍ରୀ ଅରବିନ୍ଦଙ୍କର ସିମ୍ବଲ ଯେମିତି ଗୋଟିଏ ତ୍ରିଭୁଜ ତଳକୁ ଆସିଛି, ଗୋଟିଏ ତ୍ରିଭୁଜ ଉପରକୁ ଯାଇଛି, ମଝିରେ ଗୋଟିଏ ବର୍ଗାକାର କ୍ଷେତ୍ର, ତା ଭିତରେ ପଦ୍ମ ଫୁଲ ଜଳରେ ଢଳଢଳ ହଉଛି। ଏଇ ସିମ୍ବଲଟି ଏକ୍ଜାକ୍ଟଲି ସେୟା ନହେଲେ ମଧ୍ୟ ପ୍ରାୟ ସେଇଭଳି ଗୋଟିଏ ସିମ୍ବଲ ହଉଛି ଇହୁଦୀ ମାନଙ୍କର ସିମ୍ବଲ। ତେଣୁ ତାକୁ ସେ ସତର୍କତାର ସହିତ ନିଜ ପାଖରେ ରଖୁଛନ୍ତି ଏବଂ କୁହାଯାଏ ଯେ ବମ୍ବେ ଗୋଆର ଗଭର୍ଣ୍ଣର ହେଇଗଲା ପରେ ମଧ୍ୟ ତାକୁ ସେ ହସ୍ତକ୍ଷେପ କରିନାହାନ୍ତି। ସେ ବ୍ଲେସିଂସଟି ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପାଖରେ ରହିଛି। ତାପରେ ଜଗଜିତ ସିଂ ଅରୋରା ବର୍ତ୍ତମାନ କହିଛନ୍ତି କର୍ଣ୍ଣେଲ ଭଲାଙ୍କୁ ଥରେ ପଣ୍ଡିଚେରୀ ଆସିବା ପାଇଁ। ସେ ଦିନଟି ହଉଛି 1971 ମସିହା ନଭେମ୍ବର ମାସ 30 ତାରିଖ। କର୍ଣ୍ଣେଲ ଭଲା ଜଗଜିତ ସିଂ ଅରୋରାଙ୍କର ଗୋଟିଏ ଚିଠିଟେ ନେଇକି ଆସିଛନ୍ତି। ମାଙ୍କ ପାଖରେ ପହଞ୍ଚନ୍ତି, ମା ତାଙ୍କୁ ଦର୍ଶନ ଦେଇଛନ୍ତି ଏବଂ ମାଧବ ପଣ୍ଡିତଙ୍କୁ କହୁଛନ୍ତି ଯେ ତା ପରଦିନ ତାଙ୍କୁ ଆସିବାକୁ କୁହ, କିନ୍ତୁ ସେ ଏକୁଟିଆ ଆସିବେ। ସେତେବେଳେ ଯେତେବେଳେ କର୍ଣ୍ଣେଲ ଭଲା ଯାଇଛନ୍ତି ମାଙ୍କ ପାଖକୁ, ମା ଦୀର୍ଘ ସମୟ ଧରି ତାଙ୍କ ମୁହଁକୁ ଚାହିଁଛନ୍ତି, କିଛି କହୁନାହାନ୍ତି, ସେମିତି ସ୍ଥିର ଅଛନ୍ତି। ତାପରେ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ଏବଂ କର୍ଣ୍ଣେଲ ଭଲା କହୁଛନ୍ତି ସେ ଆଶୀର୍ବାଦଟି ଲାଭ କରି ସାରିଲା ପରେ ମୁଁ ଏତେ ଦୂର ଆଶ୍ୱସ୍ତ ହୋଇପଡ଼ିଲି ଯେ ମୋର ସବୁ ସମସ୍ୟା ଦୂର ହେଇଗଲା। ତାପରେ ସେ ଫେରି ଆସିଛନ୍ତି। ଡିସେମ୍ବର ମାସ 3 ତାରିଖ ସକାଳେ ସେ ପହଞ୍ଚନ୍ତି କଲିକତାରେ ଏବଂ ସେଠୁ ଯେତେବେଳେ ସେ ଇନ୍ଦିରା ଗାନ୍ଧୀଙ୍କର ଟେଲିଫୋନ ପାଇଛନ୍ତି, ସେତେବେଳେ ତାଙ୍କ ପାଖରେ ଆସି ଜଗଜିତ ସିଂ ଅରୋରା ପହଞ୍ଚନ୍ତି ଏବଂ ତାଙ୍କୁ କହିଛନ୍ତି ଗୋଟେ ବଡ ଭୁଲ ହେଇଗଲା। ମାଙ୍କ ପାଖକୁ ଆଉ ଦୁଇଟାରେ ମୁଁ ଲେଖିପାରିଲି ନାହିଁ ଯେ ଆମେ ପ୍ରଥମେ ଆକ୍ରମଣ ଆରମ୍ଭ କରିବୁ ନା ନାହିଁ। ଯଦି ଆମେ ଆମ ତରଫରୁ ଆକ୍ରମଣଟି ଆରମ୍ଭ କରୁଛୁ, ସାରା ବିଶ୍ୱ ଆମକୁ କହିବ ଏମାନେ ହେଉଛନ୍ତି ଆକ୍ରମଣକାରୀ। ସେତେବେଳେ ସମଗ୍ର ବିଶ୍ୱ ଭାରତର ବିରୁଦ୍ଧାଚରଣ କରିଥିଲେ। ଏପରିକି ଆଜିର ଦିନରେ ସଂଯୋଗବଶତଃ ଆଜି ହେଉଛି ଡିସେମ୍ବର 8 ତାରିଖ, 71 ମସିହା ଡିସେମ୍ବର 8 ତାରିଖରେ ଗୋଟେ ରିଜଲ୍ୟୁସନ ପାସ୍ କରାଗଲା ଏବଂ ଆମେରିକାର ନୌବହରକୁ 7th ଫ୍ଲିଟକୁ ପଠାଇ ଦିଆଗଲା କଲମ୍ବୋ ପାଖକୁ। ତା ପରଦିନ ଭାରତ ଉପରେ ଆକ୍ରମଣ ହେଇଥାନ୍ତା, ମାତ୍ର ଡିସେମ୍ବର 8ରେ ରଷିଆ ଭେଟୋ ପ୍ରୟୋଗ କରି ସେଠିକି କ୍ୟାନସେଲ କରିଦେଲା। ସେତେବେଳେ ସେ କହୁଛନ୍ତି ଆମେ ଆକ୍ରମଣ ଆରମ୍ଭ କରିବୁ ନା ନାହିଁ। ଠିକ ଦେଖାଗଲା ଯେ ସେଇଦିନ ସନ୍ଧ୍ୟାବେଳକୁ ପାକିସ୍ତାନ ଆକ୍ରମଣ ଆରମ୍ଭ କରିଦେଇଛି ଭାରତ ଉପରେ। ତେଣୁ ଭାରତରୁ ଯୁଦ୍ଧ କରିବା ପାଇଁ ଆଉ କୌଣସି ଦ୍ୱନ୍ଦ୍ୱ ନଥିଲା। ତାପରେ ଯୁଦ୍ଧଟି ହେଇଛି ଏବଂ ସେ ଯୁଦ୍ଧକୁ ମା ବହୁ ଭାବରେ ସହାୟତା ପ୍ରଦାନ କରିଛନ୍ତି। ତାର ଯଥେଷ୍ଟ ପୂର୍ବରୁ ମା ବାଂଲାଦେଶର ଗୋଟିଏ ମାନଚିତ୍ରଟେ ମଗେଇଛନ୍ତି, ତାଙ୍କୁ ନିଜ ଟେବୁଲ ଉପରେ ରଖିଛନ୍ତି ଏବଂ ଯୁଦ୍ଧ ଚାଲିଥିବା ସମୟରେ ମା ସବୁବେଳେ ଧ୍ୟାନସ୍ଥ ହେଇକି ସେ ମାନଚିତ୍ରଟି ପାଖରେ ବସନ୍ତି ଏବଂ ଯେତେବେଳେ ଦେଶ ଭାରତବର୍ଷ ଜିତିଗଲା ସେ ଯୁଦ୍ଧ, ସେତେବେଳେ ମା କହିଲେ ନାଉ ଟର୍ନ ୟୋର ଆଟେନସନ ଟୁୱାର୍ଡସ ଇଷ୍ଟ ପାକିସ୍ତାନ, ୱେଷ୍ଟ ପାକିସ୍ତାନ। କିନ୍ତୁ ଭାରତ ସରକାର ତାହା କାର୍ଯ୍ୟକାରୀ କଲେ ନାହିଁ। ଆନ୍ତର୍ଜାତିକ ଚାପ ଆଗରେ ଆସି ତାହା କାର୍ଯ୍ୟକାରୀ କଲେ ନାହିଁ। ତାପରେ ମା କହୁଛନ୍ତି ସେ ଗୋଟେ ବାଣୀଟିଏ ଦେଇଥିଲେ, ଆମର ଦିବ୍ୟ ଶକ୍ତି ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିବା ନିମିତ୍ତ ମୁଖ୍ୟତଃ କାର୍ଯ୍ୟ କରୁଛି। ଫଳରେ ପାକିସ୍ତାନର 5ଟି ରାଜ୍ୟ ନିଜ ନିଜର ସ୍ୱାଧୀନତା ଘୋଷଣା କରି ଭାରତ ସହିତ ମିଶିଯିବେ
ଏହା ପ୍ରସ୍ତୁତ କରାଯାଇଛି ଓ ହଠାତ୍ ସଂଘଟିତ ହୋଇଯିବ। ମୁଁ ପରିଷ୍କାର ଦେଖିପାରୁଛି ଆମେରିକାର ପରିବର୍ତ୍ତନ। ଯେଉଁଦିନ ଆମେରିକା ତାର ସମସ୍ତ ସାହାଯ୍ୟ ପାକିସ୍ତାନକୁ ବନ୍ଦ କରିଦେବ ତାହା ହିଁ ହେବ ପାକିସ୍ତାନର ଶେଷ ସମୟ। ମା କହୁଛନ୍ତି ଯେ 5ଟି ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଯିବେ ଏବଂ ଭାରତ ସହିତ ମିଶିଯିବେ। 1971 ମସିହାରେ ଏହା ସ୍ୱପ୍ନ ଭଳିଆ ମନେ ହେଉଥିଲା। ସତ୍ୟ କଣ ପାକିସ୍ତାନ ବିଭାଜିତ ହବ? କିନ୍ତୁ ଆଜିର ଡେଟ୍ରେ ଦେଖନ୍ତୁ ବର୍ତ୍ତମାନ କଣ ସ୍ଥିତି ଅଛି। ତାଙ୍କ ଭିତରେ ବିଦ୍ରୋହ ଚାଲିନାହିଁ। ବେଲୁଚିସ୍ତାନ ବର୍ତ୍ତମାନ ଭାରତଠାରୁ ସହାୟତା ଚାହୁଁଛି। ଗିଲଗିଟ ବଲତିସ୍ତାନର ଅବସ୍ଥା ଅତି ସାଂଘାତିକ ଏବଂ ସିନ୍ଧ ପ୍ରଦେଶର ଅବସ୍ଥା ମଧ୍ୟ ତତୋଧିକ। ସେମାନେ ଚାହୁଁଛନ୍ତି ପାକିସ୍ତାନର କୁଶାସନରୁ ମୁକ୍ତ ହେଇକି ଭାରତର ଅଧୀନସ୍ଥ ହେଇଯିବା ପାଇଁ। ଏବଂ ତା ଭିତରେ ଯୋଉ ଅନ୍ତର୍ସ୍ରୋତଟି ଚାଲିଛି ସେ ସ୍ରୋତ ଧୀରେ ଧୀରେ ବାଟ କଢେଇ ନବ। ମା ଏବଂ ପରମ ପ୍ରଭୁଙ୍କର ଯୋଉ ସ୍ୱପ୍ନ ଅଖଣ୍ଡ ଭାରତର ସ୍ୱପ୍ନ ତାହା ନିଶ୍ଚିତ ଭାବରେ ଫଳପ୍ରଦ ହବ ଏବଂ ଆଗାମୀ ଦିନ ଭାରତବର୍ଷ ବିଶ୍ୱରେ ଯେଉଁ ଉଜ୍ଜଳମୟ ସ୍ଥାନ ଗ୍ରହଣ କରିବାକୁ ଯାଉଛି ତାହା ନିଶ୍ଚୟ ସମ୍ଭବପର ହେଇପାରିବ। ଯାହା ହଉ ଆଜି ସୁନ୍ଦର ଦିନଟିଏ। ଏଥିପାଇଁ କି ଆଲୋଚନାରେ ମୋତେ ସୁଯୋଗ ଦେଇଥିବାରୁ ଅପାଙ୍କୁ ଧନ୍ୟବାଦ। ମାଶ୍ରୀଙ୍କ ଚରଣରେ ମୋର କୃତଜ୍ଞତା ପ୍ରଣାମ ଏବଂ ସମସ୍ତ ଭାଇମାନଙ୍କୁ ମଧ୍ୟ ମୋର କୃତଜ୍ଞତା।